প্রত্যেক জনକୁ তুমি আশীর্বাদর আকার কর যাହାର শারীরিক দুর্বলতা ଅଛି যাହାର ব্যথা যন্ত্রণা পীড়া রোগরে পীড়িত ও পরিবার ମାନଙ୍କ ମଧ୍ୟରେ ମଧ୍ୟ ତୁମରି ଆଶ୍ଚର୍ଯ୍ୟ କାର୍ଯ୍ୟ ତୁମେ ପ୍ରକାଶ କର ବାପା ଏହି ସମୟ ତୁମର ବାକ୍ୟ ପ୍ରେରଣ କର ଯୀଶୁ ରାଜା ସମ୍ପୂର୍ଣ୍ଣ ପ୍ରଭୁ ତୁମରି ଦାସ ଦାସୀ ମାନଙ୍କୁ ସୁସ୍ଥତା ପ୍ରଦାନ କର ବୋଲି ଆମେ ପ୍ରାର୍ଥନା କରୁଛୁ ହାଲେଲୁୟା ଧନ୍ୟବାଦ ପ୍ରଶଂସା ମହିମା ତୁମେ ପାଅ ପ୍ରଭୁ ଯେତେ ଜଣ ବି ଆମେ ଏଠାରେ ଏକତ୍ରିତ ହେଇଛୁ ଆଜିର ସୁକଳ ବାକ୍ୟରେ ଆମମାନଙ୍କୁ କଥା କୁହ ଆମମାନଙ୍କୁ ପବିତ୍ର ଆତ୍ମାରେ ଗାଇଡ୍ କର ଧନ୍ୟବାଦ ମହିମା ତୁମକୁ ଦେଇ ଅତି ଶୀଘ୍ର ଆସୁଥିବା ପ୍ରେମମୟ ମଧୁମୟ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏ ପ୍ରାର୍ଥନା ମାଗୁଛୁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରଭୁଙ୍କର ମହାନାମ ଧନ୍ୟବାଦ ଗୌରବ ହଉ ପ୍ରିୟ ପ୍ରଭୁ ଯୀଶୁ ରାଜା ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି ଆଉ ଆଜି ଏହି ସୁନ୍ଦର ଦିନ ଆମମାନଙ୍କୁ ଦେଇଛନ୍ତି ଏହି ସମୟ ପ୍ରଭୁଙ୍କ ଗୌରବ ନିମନ୍ତେ ହିଁ ବ୍ୟବହାର କରିବା କାରଣ ଅନେକ ଲୋକମାନେ ଆଜି ଜଗତରେ ଅଛନ୍ତି ଅନେକ ଆଉ ଫାନ୍ଦରେ ସେମାନେ ପଡ଼ିଛନ୍ତି ଭାବୁଛନ୍ତି ଆମେ ଠିକ୍ ଅଛୁ ଭାବୁଛନ୍ତି ଆମେ ସବୁ ବିଷୟରେ ଆମର କିଛି ଅସୁବିଧା ନାହିଁ ଆମେ ଏତିକିରେ ପ୍ରଭୁଙ୍କର ଆଶୀର୍ବାଦ ପାଇଛୁ ବୋଲି ଅନେକ ଲୋକ ଭାବୁଥିବେ କିନ୍ତୁ ତାହା ଯେ ଶୈତାନର ଫାନ୍ଦ ତାହା ଜାଣିବା ଏକ ମଣ୍ଡଳୀକୁ ତାହା ପ୍ରଭୁ ପରିଚୟ ଦେଇଥାନ୍ତି ହାଲେଲୁୟା ସମସ୍ତେ ପାଇପାରିବେ ନାହିଁ ସମସ୍ତେ ସେହି ବିଷୟ ଜାଣିପାରିବେ ନାହିଁ ପ୍ରଭୁ ନିଜର ମନୋନୀତ ଲୋକମାନଙ୍କୁ ତାହା ଯୋଗାଇବେ ହାଲେଲୁୟା ଆସନ୍ତୁ ଆଜିର ବାକ୍ୟ ନିମନ୍ତେ ଆମେ ପଠନ କରିବା ଆପଣମାନେ ମୋ ସହିତ ଖୋଲନ୍ତୁ ମାଥ୍ୟୁ ଲିଖିତ ସୁସମାଚାର ତାର 21 ପର୍ବ 1 ପଦ ଠାରୁ ଆମେ 21 ପର୍ବ ଆମେ ମାଥ୍ୟୁ ପୁସ୍ତକ 21 ପର୍ବ ତାର ଆମେମାନେ 22 ପଦ ଠାରୁ ଆରମ୍ଭ କରି ଆମେମାନେ ପଠନ କରିବା ତିରିଶ ପଦ ପର୍ଯ୍ୟନ୍ତ ମାଥ୍ୟୁ ଲିଖିତ ସୁସମାଚାର ଆମେମାନେ 21 ପର୍ବ ତାର 22 ପଦ ଠାରୁ 30 ପଦ ପର୍ଯ୍ୟନ୍ତ ପାଠ କରିବା ଆମମାନଙ୍କ ମଧ୍ୟରେ ଭାଇମାନେ ଅଛନ୍ତି ଯଦି ପାଇଲେ ପଢ଼ିବାରେ ସାହାଯ୍ୟ କରିବା ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ ସେହି ସବୁ ପାଇବ ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନ ପ୍ରଭୁ ତାହାଙ୍କ ନିକଟକୁ ଆସି ପଚାରିଲେ ତୁମେ କେଉଁ ଅଧିକାରରେ ସମସ୍ତ କରୁଛ ଆଉ ତୁମକୁ କିଏ ଏହି ଅଧିକାର ଦେବେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ମୁଁ ମଧ୍ୟ ତୁମମାନଙ୍କୁ ଗୋଟିଏ କଥା ପଚାରିବି ଯଦି ତୁମେମାନେ ମୋତେ ତାହା କହିବ ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି ତାହା ମୁଁ ମଧ୍ୟ ତୁମମାନଙ୍କୁ କହିବି ଜନ୍ମଙ୍କ ବାପ୍ତିସ୍ମ କେଉଁଠାରୁ ହୋଇଥିଲା ସ୍ୱର୍ଗରୁ ବା ମନୁଷ୍ୟଠାରୁ ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ ଯଦି ସ୍ୱର୍ଗରୁ ବୋଲି କହିବୁ ତାହେଲେ ସେ ଆମ୍ଭମାନଙ୍କୁ କହିବେ ତେବେ ତୁମେମାନେ କାହିଁକି ତାକୁ ବିଶ୍ୱାସ କର ନାହିଁ କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ ତେବେ ଲୋକ ସମ୍ମୁଖ ଭୟ କାରଣ ସମସ୍ତେ ଜଣଙ୍କୁ ଭାବବାଦୀ ବୋଲି ମାନନ୍ତି ତେଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ ଆମ୍ଭେମାନେ ଜାଣୁନାହୁଁ ସେ ମଧ୍ୟ ସେମାନଙ୍କୁ କହିଲେ ତେବେ ମୁଁ କେଉଁ ଅଧିକାରରେ ସମସ୍ତ କରୁଛି ତାହା ମଧ୍ୟ ତୁମମାନଙ୍କୁ କହିବି ମାତ୍ର ତୁମେମାନେ କ'ଣ ମନେ କର ଜଣେ ବ୍ୟକ୍ତିଙ୍କର 2ଟି ପୁତ୍ର ଥିଲେ ସେ ପ୍ରଥମ ନିକଟକୁ ଆସି କହିଲେ ଓ ଯା ଆଜି ଦ୍ରାକ୍ଷା କ୍ଷେତ୍ରରେ କାମ କର ସେ ଉତ୍ତର ଦେଲା ମୋର ଇଚ୍ଛା ନାହିଁ କିନ୍ତୁ ମୋର ଅନୁତାପ କରିଗଲା ପୁଣି ସେ ଦ୍ୱିତୀୟ ନିକଟକୁ ଆସି ସେହି ପ୍ରକାର କହିଲେ ସେ ଉତ୍ତର ଦେଲା ଆଜ୍ଞା ମୁଁ ଯାଉଛି କିନ୍ତୁ କଲା ନାହିଁ ଆମେନ୍ ପ୍ରେଜ୍ ଦ ଲର୍ଡ ଆସନ୍ତୁ ଆମେ ବାକ୍ୟ ସମୟ ପ୍ରାର୍ଥନା କରିବା ଆମମାନଙ୍କ ମଧ୍ୟରେ ଆମମାନଙ୍କର ଟାର୍ଜେନ୍ ଅଛନ୍ତି ସେ ବାକ୍ୟ ପାଇଁ ପ୍ରାର୍ଥନା କରିବେ ଧନ୍ୟବାଦ ଗୌରବ ସଂଗ୍ରାମ ପୂଜା ବନ୍ଦନା ପ୍ରଶଂସା ପ୍ରଭୁ ମହାନ ପ୍ରଭୁ ଯୀଶୁ ରାଜା ତୁମେ ରାଜାମାନଙ୍କର ରାଜା ପ୍ରଭୁମାନଙ୍କ ପ୍ରଭୁ ସତ୍ୟମ ପ୍ରଭୁ ଯୀଶୁ ରାଜା ଆମମାନଙ୍କୁ ଗତ ବିଭିନ୍ନ ସତୃଷ ରକ୍ଷା କର ରାଜକ ଖାଦ୍ୟ ବସ୍ତ୍ର ଆହାର ଦେଇକି ରଖିଲେ ପ୍ରଭୁ ଆଜି এই ଜାଗାରେ ଆମମାନଙ୍କୁ ତୁମେ ଏକତ୍ରିତ କରିଛ ପ୍ରଭୁ ତୁମେ ପ୍ରଶଂସା କରିବା ପାଇଁ ଧନ୍ୟବାଦ ପାଅ वर्तमान प्रभु तुम्हारे वाक्य हमारे प्रभु आलोचना करने में जीव पर अपना आशीर्वाद करो जब तुम्हारे दास प्रभु तुम्हारे वाक्य कहे प्रभु तुम्हें ताको स्वप्न लुप्त गुप्त करो आ ताको मुख से तुम्हारे वाक्य प्रकाश करो जब हमारे तुम से निकट तो बुझी पाइबो
সেই প্রিয় আমাকে জ্ঞান দিও প্রভু Amen. এই জায়গার পরিবেশকে তুমি সুস্থির রাখ সমস্ত প্রকার অন্যমনস্কতা অপ্রভু নিদ্রিত আত্মা যিশুଙ୍କ নাম বিরোধ করছো Amen. উচ্চার সহিত অপ্রভু সুস্থির মন জ্ঞান ଦେଇକି ବାକ୍ୟ ଶୁଣିବା ପାଇଁ ଆମକୁ ତୁମେ ଅପ୍ରଭୁ ଶକ୍ତି ଦିଅ ପ୍ରଭୁ Hallelujah. ଶ୍ରୋତା ବକ୍ତା ଆମ ସମସ୍ତଙ୍କୁ ତୁମ ପାଖରେ ରଖି ଏ ବାକ୍ୟକୁ ତୁମ ପାଖରେ ରଖି ଏ ଛୋଟ ପ୍ରାର୍ଥନା ମହାନ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ଅଛି Amen. Hallelujah. ଆସନ୍ତୁ ଆମେ ସମସ୍ତେ ବସିବା। ପ୍ରଭୁଙ୍କର ମହାନାମର ଧନ୍ୟବାଦ ଗୌରବ ହଉ। ପ୍ରିୟ ପ୍ରଭୁ ଯୀଶୁ ରାଜା ଆଜି ଆମମାନଙ୍କୁ ଏ ସୁନ୍ଦର ଦିବସ ଦେଇଛନ୍ତି। ଉପସ୍ଥିତ ପ୍ରିୟ ମଣ୍ଡଳୀ ସମସ୍ତଙ୍କୁ ମୋ ପରିବାର ମୋ ତରଫରୁ ସମସ୍ତଙ୍କୁ ସାଲମ। ଗଡ୍ ବ୍ଲେସ୍ ୟୁ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁ ଆଜି ଆମମାନଙ୍କୁ ଏ ସହାୟତା ଦେଇଛନ୍ତି। ବିଶେଷ କରି ଆମେମାନେ ସମ୍ପୂର୍ଣ୍ଣ ଅନ୍ତିମ ସମୟରେ ଆମେ ବାସ କରୁଅଛୁ। ଆମମାନଙ୍କର ଜଳିବାର ସମୟ ଆଉ ଦୀପ ଲିଭିବାର ସମୟ ନୁହେଁ। ହାଲେଲୁୟା। ପ୍ରେଜ୍ ଲର୍ଡ। ଆମେ କୌଣସି ମତେ ଆଉ କୌଣସି ବିଷୟରେ ନ ହେଉନା କାହିଁକି ଆମର ବିଶ୍ୱାସକୁ ଆମେ ଜଳେଇକି ରଖିବା ଦରକାର ଅଛି। ହାଲେଲୁୟା। ଯଦି ତାହା ଦୁର୍ବଳ ହେଉଛି ତାହା ଯଦି ଲିଭିବାକୁ ଯାଉଅଛି ତାହାକୁ ତ ନିତାନ୍ତ ଜଳେଇବାକୁ ଚେଷ୍ଟା କରିବା। ପ୍ରେଜ୍ ଲର୍ଡ। ହାଲେଲୁୟା। ଆମେ ତ ମଣିଷ ଆମେ ବଞ୍ଚିବା ପାଇଁ କାମ କରିବା ଅନେକ କଷ୍ଟ କାର୍ଯ୍ୟ କରୁଛୁ ଅନେକ ବିଷୟରେ ଆମେ ଲିପ୍ତ ରହୁଅଛୁ କିନ୍ତୁ ଯେଉଁ ସମୟ ଆମେ ପାଉଅଛୁ ରବିବାର ଦିନ ଏହି ସୁଯୋଗକୁ ଆମେ ହାତ ଛଡ଼ା କରିବା ନାହିଁ। ହାଲେଲୁୟା। ମୁଁ ଗୋଟେ ବିଷୟ ଆଜି କହିବା ପାଇଁ ଚାହେଁ। ଆଜି ସମଗ୍ର ଜଗତ ଭାବୁଛି କି ଆମେ ଉଦ୍ଧାର ପାଇଛୁ ବୋଲି ଅନେକ ଭାବନ୍ତି ଉଦ୍ଧାର ପାଉଛୁ ବୋଲି ସେଥିପାଇଁ ପ୍ରେରିତ ପାଉଲ କରନ୍ତି ମନରେ ଲେଖନ୍ତି ଅନେକ ଦୌଡ଼ନ୍ତି କିନ୍ତୁ ପୁରସ୍କାର ଜଣେ ପାଆନ୍ତି। ହାଲେଲୁୟା। ପ୍ରେଜ୍ ଲର୍ଡ। ପ୍ରେଜ୍ ଲର୍ଡ। କ'ଣ ଅନେକ ଦୌଡ଼ନ୍ତି ଅନେକ ଆଜି ଖ୍ରୀଷ୍ଟିଆନ ବୋଲି ପରିଚୟ ପାଇଛନ୍ତି ଅନେକ ବଡ଼ ବଡ଼ ମଣ୍ଡଳୀରେ ସହଭାଗିତା କରୁଛନ୍ତି କିନ୍ତୁ ସେଇ ମଧ୍ୟରୁ ପ୍ରଭୁ ଠିକ୍ ତାଙ୍କର ପୂର୍ବ ନିରୂପିତ ବୀଜ ସେଇ କନ୍ୟାକୁ ହିଁ ସେଇ ପୁରସ୍କାର ଦେବେ। ହାଲେଲୁୟା। ପ୍ରେଜ୍ ଲର୍ଡ। ପ୍ରେଜ୍ ଲର୍ଡ। ଯେତେବେଳେ ଏଇ ପାର୍ଥକ୍ୟ ଏଇ ଭେଦଟା ଆମେ ଜାଣିପାରୁଅଛୁ ତାହେଲେ ଆମେ ସେପାରେଟ୍ ଭାବରେ ଆମକୁ ବଞ୍ଚିବାକୁ ପଡ଼ିବ ସେପାରେଟ୍ ଭାବରେ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରେଜ୍ ଲର୍ଡ। ହାଲେଲୁୟା। ଆମେ ଦୁର୍ବଳ ଅଛୁ କି? ହାଲେଲୁୟା। ଆମେ ସମସ୍ତେ ଖୁସି ଅଛୁ। ହାଲେଲୁୟା। ଆମେ ଅଧଘଣ୍ଟା ସମୟ ନେବା ପ୍ରଭୁଙ୍କର ଗୌରବ ନିମନ୍ତେ। ପ୍ରେଜ୍ ଲର୍ଡ। ଆଉ ଦେଖୁଅଛୁ ଏଇଠି ଦୁଇଟା ବିଷୟ ଆମେ ଦେଖୁଅଛୁ ଗୋଟେ ବିଷୟ ହେଉଛି ଯେଉଁମାନେ କି ସଦାବେଳେ ପ୍ରଭୁଙ୍କର ବାକ୍ୟ ଶ୍ରବଣ କରୁଥିଲେ ଏବଂ ସେମାନେ ପ୍ରଭୁଙ୍କ ସହିତ ଗମନାଗମନ କରୁଥିଲେ ଆଉ ପ୍ରଭୁଙ୍କର ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ମଧ୍ୟ ଦେଖୁଥିଲେ ଅନେକ ମହାନ ମହାନ ଅଦ୍ଭୁତ କର୍ମ ଲକ୍ଷଣ ଦେଖୁଥିଲେ ହେଲେ ମଧ୍ୟ ସେମାନେ ପ୍ରଭୁଙ୍କୁ ଏ ଉଦ୍ଧାରକର୍ତ୍ତା ବୋଲି ସେମାନେ ବିଶ୍ୱାସ କରୁନଥିଲେ। ହାଲେଲୁୟା। ଠିକ୍ ସେହି ପ୍ରକାର ଭାବରେ ଏଇଠି ତଳକୁ ଗୋଟେ ଉଦାହରଣ ପ୍ରଭୁ ଦେଉଛନ୍ତି ଗୋଟେ ଆଉ ସେ ଗୋଟେ ଦୃଷ୍ଟାନ୍ତ ଦେଇ କହୁଛନ୍ତି ଜଣଙ୍କର ଦୁଇଟି ସନ୍ତାନ ଥିଲା ଜଣଙ୍କର ପିତାଙ୍କର ଦୁଇଟି ସନ୍ତାନ ଥିଲା। ହାଲେଲୁୟା। ଅର୍ଥାତ ପିତା ହେଉଛନ୍ତି ଆମମାନଙ୍କର ପରମେଶ୍ୱର ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ହାଲେଲୁୟା। ଆଉ ସନ୍ତାନ ଅର୍ଥାତ ଆମେମାନେ ଅଟୁ। ଏଇ ଦୁଇଟି ସନ୍ତାନର ଉଦାହରଣ କାହିଁକି ପ୍ରଭୁ ଏଇଠି ଦେଲେ କାରଣ ଆଜି ଧାରାବାହିକ ମାଧ୍ୟମରେ ଆମେ ପ୍ରଭୁଙ୍କର ସେବା କରିବା ନା ଉତ୍ତମ ଶିକ୍ଷା ଏବଂ ଶେଷ ସମୟରେ ସନ୍ଦେଶ ଦ୍ୱାରା ନିଜକୁ ଆମେ ସମ୍ପୂର୍ଣ୍ଣ ପବିତ୍ର ଭାବରେ ପ୍ରସ୍ତୁତ କରିବା। ହାଲେଲୁୟା। ପ୍ରେଜ୍ ଲର୍ଡ। ପ୍ରେଜ୍ ଲର୍ଡ। ରାଇପଲି ମନରେ ତ ଏଟା କେବେ ସୁଯୋଗ ଦେବ ନାହିଁ ଆମେ ଧାରାବାହିକ ମାଧ୍ୟମରେ ବଞ୍ଚିବା ପାଇଁ। ହାଲେଲୁୟା। ଏଠାରେ ବାକ୍ୟ ଆମମାନଙ୍କୁ ପ୍ରସ୍ତୁତ କରିଥାଏ এই বাক্য আমମାନଙ୍କ ଜୀବନରେ ଥିବା ସମସ୍ତ ଦୁର୍ବଳତାକୁ ସେ କ'ଣ କରିଥାଏ ସମ୍ପୂର୍ଣ୍ଣ ପ୍ୟୁରିଫାଇ କରିଥାଏ। ହାଲେଲୁୟା। ଜଣେ ଚିନ୍ତକ ମନୁଷ୍ୟ ଜଣେ ଚିନ୍ତାଶୀଳ ବ୍ୟକ୍ତି ସେ ଯେତେବେଳେ ବାକ୍ୟ ଶୁଣିବ ତାହାକୁ ସେ କ'ଣ କରିବ ପ୍ୟୁରିଫାଇ କରି ନିଜ ହୃଦୟକୁ ସେ ପରିଷ୍କାର କରିବ। ହାଲେଲୁୟା। ପ୍ରେଜ୍ ଲର୍ଡ। ପ୍ରେଜ୍ ଲର୍ଡ। ସେଥିପାଇଁ ପ୍ରଥମ ବିଷୟ ଆମକୁ ଏହା କହିବାକୁ ମୁଁ ଚାହେଁ ମୋର ପ୍ରିୟମାନେ ଏଇଠି ଦେଖୁଛୁ ସେ କହିଲେ ଗୋଟେ ଦୃଷ୍ଟାନ୍ତ କହୁଛନ୍ତି କ'ଣ ବୋଲି ଜଣଙ୍କର ଦୁଇଟି ସନ୍ତାନ ଥିଲେ ଆଉ ସେଇ ସନ୍ତାନମାନଙ୍କ ମଧ୍ୟରୁ ସେ ପ୍ରଥମ ଲୋକକୁ କହିକି ଯାଇକି କହୁଛନ୍ତି ପ୍ରଥମ ବ୍ୟକ୍ତିକୁ ଯାଇ ସେ କହୁଛନ୍ତି କ'ଣ ବୋଲି କହୁଛନ୍ତି ପୁଅରେ ତୁ ଯା ଆଜି ମୋର ଦ୍ରାକ୍ଷା କ୍ଷେତ୍ରରେ ତମେ କ'ଣ କର କାମ କର। ହାଲେଲୁୟା। ପ୍ରେଜ୍ ଲର୍ଡ। କ'ଣ କର ତୁ ଯାଇକି କାମ କରେ ଆଉ ସେ କ'ଣ କହିଲା ଏ ଲେଖା ହେଇଛି ସେ ଉତ୍ତର ଦେଲା ମୋର ଇଚ୍ଛା ନାହିଁ। ପ୍ରେଜ୍ ଲର୍ଡ। ହାଲେଲୁୟା। ସେ କହିଲା ମୋର ଇଚ୍ଛା ନାହିଁ କିନ୍ତୁ ସେ ପରେ ତାର ତଳକୁ ଲେଖା ସେ ମୋର ଇଚ୍ଛା ନାହିଁ ବୋଲି ସେ କହିଲା ସତ
କିନ୍ତୁ ସେ କଣ କିନ୍ତୁ ପରେ ଅନୁତାପ କରି କାମ କରିବା ପାଇଁ ଗଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଏ ହଉଛି ସଚ୍ଚା ଖ୍ରୀଷ୍ଟିଆନ, ଏ ହଉଛି ପ୍ୟୁରିଫାଇ ହେଇଥିବା ପବିତ୍ର ମଣ୍ଡଳୀ। ହାଲେଲୁୟା, ପ୍ୟୁରିଫାଇ ହେଇଥିବା ବାକ୍ୟକୁ ଆମେନ୍ ବୋଲି ଗ୍ରହଣ କରି ନିଜ ନିଜ ଭୁଲକୁ ସଂଶୋଧନ କରି ବାକ୍ୟରେ ସ୍ଥିର ରହିବା, ବାକ୍ୟର ସ୍ଥିର ରହିଥିବା ଏକ ମଣ୍ଡଳୀର ନିଦର୍ଶନ ଏହା ଅଟେ। ହାଲେଲୁୟା, ଏକ ବିଶ୍ୱାସୀର ନିଦର୍ଶନ ଏହା ଅଟେ ମୋର ପ୍ରିୟମାନେ। କିନ୍ତୁ ସେ ଦ୍ୱିତୀୟକୁ କ'ଣ କହିଲା? ତାର ଦୁଇଟା ପୁଅ ଥିଲା। ଆଉ ଜଣେ ସେ ପୁଣି ଦ୍ୱିତୀୟ ନିକଟକୁ ଆସି କହିଲେ, ଆସି ସେହି ପ୍ରକାରେ କହିଲେ, ସେ ଉତ୍ତର ଦେଲା, ଆଜ୍ଞା ମୁଁ ଯାଉଛି, କିନ୍ତୁ ଗଲା ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଦେଖନ୍ତୁ ଇଏ ହେଉଛି ଭୟଙ୍କର ବିଷୟ। ଦେଖାଯାଉଛି ଖ୍ରୀଷ୍ଟିଆନ ବୋଲି, ଦେଖାଯାଉଛି ସେ ଉପାସନା ଗିର୍ଜା ଯାଉଛି, ସବୁବେଳେ ସେ ପ୍ରାର୍ଥନା କରୁଛି, ସବୁବେଳେ ସେ ବାକ୍ୟ ଧ୍ୟାନ କରୁଛି, କିନ୍ତୁ ତାହାର ତ କୌଣସି ଜାଗାରେ ତ ମନ ଲାଗିଅଛି। ହାଲେଲୁୟା, ତାହାର ତ କୌଣସି ଜାଗାରେ ମନ ଲାଗିଅଛି ଯଦ୍ୱାରା ସେ ଏଇଟାକୁ ହଁ ବୋଲି କହୁଛି କିନ୍ତୁ ଗ୍ରହଣ କରିପାରୁନି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ପ୍ରଭୁ ଗୌରବ ପାଆନ୍ତୁ। ଯଦି ଆମେ ଜାଣିନୁ, ଯଦି ଆମେ ଅସ୍ୱୀକାର କରୁଛୁ, ଯଦି ଆମେ ତାକୁ ଭୁଲ ବୋଲି ପ୍ରମାଣିତ କରୁଛୁ, କିନ୍ତୁ ଯେତେବେଳେ ତାହା ଠିକ୍ ବୋଲି ଆମେ ଜାଣିପାରୁଛୁ, ତାହା ସଂଶୋଧନ କରି ଅନୁତାପ କରି ତାହା ଗ୍ରହଣ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସେ ଉତ୍ତର ଦେଲା, ମୁଁ ଯିବି ନାହିଁ, ମୋର ଇଚ୍ଛା ନାହିଁ ସେଠୁ ଯିବା ପାଇଁ, ମୋର କାମ କରିବା ଦରକାର ନାହିଁ। କିନ୍ତୁ ସେ ଯେତେବେଳେ ପିତାଙ୍କର ବିଷୟ ଜାଣୁଛନ୍ତି, ଆରେ ମୋ ବାପା ମୋତେ କହିଛି ସେ ତ ଶୀଘ୍ର ଆସିବେ, ଆଉ ଥରେ ସେ ମୋତେ ମୋ ପାଇଁ କ୍ରୁଶ କାଠରେ ଝୁଲିବେ ନାହିଁ, ମୋର ଆଉ ଥରେ ପାପ କ୍ଷମା କରିବା ନିମନ୍ତେ ସେ କ୍ରୁରା ପ୍ରହାର ପାଇବେନି, ତାହା ହେଇପାରିବନି। ଏବେ ତ ପ୍ରଭୁ କ'ଣ ପାଇଁ ଆସିବେ? ବିଚାର କରିବା ପାଇଁ ଆସିବେ। ହାଲେଲୁୟା, ଜଣେ ବିଶ୍ୱାସୀ ଏହା ବିଷୟ ଜାଣିବା ଦରକାର ଅଛି ମୋର ପ୍ରିୟମାନେ। ଯେତେବେଳେ ଜଣଙ୍କ ପାଖକୁ ଅନୁତାପ ଆସୁନି, ପରିବର୍ତ୍ତନ ହେବା ନିମନ୍ତେ ସେଇ ବାକ୍ୟ ଯଦି ମୋତେ କହୁନି, ତାହେଲେ ମୁଁ କି ପ୍ରକାର ଭାବରେ ପରିତ୍ରାଣ ପ୍ରାପ୍ତ ହେବି? ହାଲେଲୁୟା। ଆଉ ସେଥିପାଇଁ ସେ କୁହନ୍ତି କ'ଣ? ସେ କହିଲେ ନା, ସେ ନିଜକୁ ଅନୁତାପ କଲା, ସେ ନିଜ ପିତାଙ୍କୁ ମନା କଲା, ମୁଁ ଯିବି ନାହିଁ ବୋଲି ସେ କହିଲା ପରେ ସେ ଯାଇକି କହୁଛି, ଆଉ ଘରେ ବସିକି ସେ ପ୍ରାର୍ଥନା କରୁଛି, ଅନୁତାପ କରୁଛି, ମୁଁ ମୋ ବାପାଙ୍କୁ ମୁଁ ଆଜି ଏମିତି କହିବା କଥା ନଥିଲା, ମୁଁ ଯିବି ଆଉ କାମ କରିକି ଦେଖାଇବି। ହାଲେଲୁୟା। କିନ୍ତୁ ଯେତେବେଳେ ବାପା ଆସିକି ଦେଖୁଛନ୍ତି, ଯିଏ ପ୍ରଥମ ପୁଅ ସେ କ'ଣ କରିଛି? ନାହିଁ କହିଲା, କିନ୍ତୁ ସେ କାମ କରିଛି। ହାଲେଲୁୟା। ଦ୍ୱିତୀୟ ପୁଅର ସେଠି ସ୍ଥାନ ହିଁ ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଇଠି ଆମେ ଏଇ ବିଷୟଟାକୁ ଆମେ ଦେଖିବାକୁ ପାଉଅଛୁ। ଏହି ବିଷୟରେ ପ୍ରଭୁ ଆମମାନଙ୍କୁ ଗୋଟେ ଶିକ୍ଷା ଦେବା ପାଇଁ ଚାହାନ୍ତି। ଆଜିକା ଡେଟ୍ରେ ଆମେ ଖ୍ରୀଷ୍ଟିଆନ ବୋଲି ପରିଚୟ ପାଇଛୁ ସତ, ଆମେମାନେ ନିଜକୁ ଆମେ ପରିତ୍ରାଣ ପାଇଛୁ ବୋଲି ଆମେ ଭାବୁଛୁ ସତ, କିନ୍ତୁ ସତରେ କ'ଣ ମୁଁ ବାକ୍ୟରେ ବଞ୍ଚୁଛି କି? ହାଲେଲୁୟା। ମୁଁ ପ୍ରଥମେ ପ୍ରଭୁକୁ ଅଗ୍ରାହ୍ୟ କରିଥିଲି, ମୁଁ ପ୍ରଥମେ ପ୍ରଭୁକୁ ତୁଚ୍ଛ କରିଥିଲି, କିନ୍ତୁ ଯେତେବେଳେ ତାହାର ସେଇ ବାକ୍ୟର ନିଗୁଢ଼ ଭେଦ ରହସ୍ୟ ମୋ ପାଖରେ ପ୍ରବେଶ କଲା, ମୁଁ ସେତେବେଳେ ଅନୁତାପ କଲି। ହାଲେଲୁୟା। ମୁଁ କ'ଣ କଲି? ସେତେବେଳେ ମୁଁ ଅନୁତାପ କଲି। ଆସନ୍ତୁ ପଢ଼ିବା ପ୍ରଥମ କରିନ୍ଥୀୟ ତାର 11 ପର୍ବ 14-15 ପଦ। ପ୍ରଥମ କରିନ୍ଥୀୟ 11 ପର୍ବ ଏବଂ 14-15। ପ୍ରକୃତି ନିଜକୁ ତୁମ ଶିକ୍ଷା ଦିଏ ନାହିଁ କି କ'ଣ? ଓ ହାଲେଲୁୟା। ଏହା ଗୋଟେ କ'ଣ ଅଟେ? ଏହା ଗୋଟେ ଫାନ୍ଦ ଅଟେ ମୋର ପ୍ରିୟମାନେ। ପ୍ରେଜ୍ ଦ ଲର୍ଡ। ମୁଁ ଛୋଟିଆ ବିଷୟଟାକୁ ଏକଦମ ଏଇଟାକୁ କ'ଣ, ଏଇଟାକୁ ଲୋକମାନେ କମନ୍ ବୋଲି ଭାବୁଛନ୍ତି, ଏଇଟାକୁ ଲୋକମାନେ କୌଣସି ଗୋଟେ ପୁଅ ହଉ କିମ୍ବା ଝିଅ ହଉ ଏଇ ବିଷୟକୁ କ'ଣ ବୋଲି ଭାବୁଛନ୍ତି? ଏଇଟା ହଁ କହିଥିବା କଥାଟ, କିନ୍ତୁ ଏହା ଯେ ନିଗୁଢ଼ ପବିତ୍ରାତ୍ମାର ଆଦେଶ, ଏଇ ବିଷୟ ପ୍ରଥମେ ଚିନ୍ତା କରିବାର ଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏ ଲେଖା ହେଉଛି କ'ଣ? ପ୍ରକୃତି କ'ଣ କୁହେ ନାହିଁ କି? ଏବେ ଯଦି ପୁଅ ଏତିକି ଛୁଟି ଛାଡ଼ିଲେ, ଇଏ ମାଇଛିଆଟା, ଇଏ ଗୋଟେ ମୂର୍ଖ ଭଳିଆ କ'ଣ ଛୁଟି ଛାଡ଼ିଛି? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଜଣେ ଲୋକ କହିଲା କ'ଣ? ଯୀଶୁ ଛାଡ଼ିଥିଲେ, ଯୀଶୁ ନାସରୀୟ ଥିଲେ। ହାଲେଲୁୟା। ସଲମାନ ଛାଡ଼ିଥିଲେ, କିଏ? ସାମସନ ଛାଡ଼ିଥିଲେ, ସାମସନ ନାସରୀୟ ଥିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତମ ପାଖରେ ସେଇ ପ୍ରକାର ଜ୍ଞାନ ଅଛି କି? ତମ ପାଖରେ ସେଇ ପ୍ରକାର ବିଶ୍ୱାସ ଅଛି, ସେଇ ପ୍ରକାର ଧାର୍ମିକତା ଅଛି କି ତମେ ନାସରୀୟ ହେବା ପାଇଁ ଚାହୁଁଛ? କିନ୍ତୁ ବାକ୍ୟ କୁହେ
पुरुष दीर्घ केश रखिबा ता पई कोन अटे लज्जाजनक बा अपमानजनक पुनर्बार पड़े मा हाँ यस हाँ ओके जदि आमे वाक्य शुणिला परे जदि आमे दीर्घ केश रखुछु पिला पुओ झियो मानक बोली आमे पुओ माने होउछु आउ पुओ झियो माने पुओ मानक बोली हबा एहा केते जुक्ति तर्क एवं केते से माने जे वाक्य द्वारा आमेन बोली विश्वास करते आपण माने एटा जान परिबे हालेलुया एटा कहउछि से पुओ माने दीर्घ केश रखिबा से मानक पई अपमानजनक हालेलुया किंतु झियो से दीर्घ केश ता पई कोन अटे सम्मानजनक प्रेज लॉर्ड हालेलुया हालेलुया हां तापरे हां स्त्री ओके देखंतु स्त्री कोन दीर्घ केश रखिले ता पई ताहा गौरवजनक वाक्य कुए मोर प्रिय माने एहा किए कहूनाते हालेलुया यह के कहना देह वाक्य कुहे एई शेष समय प्रभु आम मार को चाहती ए प्रकार जने विश्वासी हेबा दरकार अछि प्रेज लॉर्ड कोन काली छुट्टी काटिले कोन आउ उदार पाइबो कमे भाई छुट्टी काटिबा कोनोसी जन को ज्ञान नाही एहा तो बाइबल संगत शिक्षा हालेलुया जदि प्रभु जीसु नाम रे बपतिस्म जलरे दिया हैला पानी रे दिया तुम बपतिस्म कोन गादोरे देते कोनोसी दाता की निजो माइंड एटा निजो ज्ञान नाही बाइबल ताहा कुए बाइबल रे प्रमाणित अनुसारे ताहा हम मन को करिबा को बाध्य हालेलुया आज सुनिक आमे नाई मते भलो लागुनी मु काम करबी नाही किंतु अनुताप आसिले आमे निश्चय ताहा करिबा को बाध्य हालेलुया मंडली आज परिवर्तन है सही स्थान को पहुंचीबा नितांत दरकार अछि प्रेज लॉर्ड आसंतु पढिबा रोमी पुस्तक 7 और 2 पद 7 पर्व 2 पद स्वामी जे पर्यंत जीवित थाए हां स्वामी जे पर्यंत जीवित थाए से पर्यंत स्त्री स्वामी रो व्यवस्था रे आबद्ध थाए हालेलुया यानी कि कहिबार कथा एया मंडली रो मस्तक होचंती प्रभु यीशु ख्रीष्ट पवित्र वाक्य रे जहा लेखाइछि ताहा एक कन्या बा स्त्री बा मंडली नितांत ताहा ग्रहण योग्य एवं पालन योग्य हालेलुया प्रेज लॉर्ड हां पढ़े माबा सेटा हां स्वामी जे पर्यंत जीवित थाए यस से पर्यंत स्त्री स्वामी सहित पुरुषद्वारा आबद्ध थाए ओ तापरे स्वामी मरि गले हां स्त्री स्वामी रो व्यवस्था मुक्त हुए से जदि मरी जाए स्त्री स्वामी रो व्यवस्था रु स्वामी रो अधिकार से मुक्ति हे जाए हालेलुया आम मार को स्वामी मृत्यु हेबे नहीं से नित्य जीवी अटंती हालेलुया प्रेज लॉर्ड आपण माने भाबंतु नहीं से भाई तो से भाई आज्ञा प्रभु तो एते दूर अछंती मते किछि देखा जाउ नांती नाई मोर प्रिय माने से प्रकार नुह से सदा बेले जीवित अटंती हालेलुया से जीवित अटंती आउ से सदा बेले हम सहित वाक्य द्वारा कथा कहती आउ से वाक्य द्वारा हमको यही विषय कहवा पाई चाहे स्वामी जे पर्यंत जीवित अटंती माने जे पर्यंत से जीवित अटंती अर्थात यह तो जागतिक कार्य जागतिक विषय को आउठे वर्णना करिछि किंतु ताहा मंडली रो निदर्शन अटे हालेलुया प्रेज लॉर्ड एई सब फांद कोन अटे जेते बेले जने पुरुष से निजर आउ एई वाक्य को तुच्छ करी नियमित ख्रीष्टान नियमित गिरजा उपासना जाऊँगी सब कर किंतु ताहार जदि परिवर्तन नहीं निश्चित से को फांदरे पड़ी अच्छी हालेलुया को फांदरे पड़ी अच्छी कहार शिक्षा से जाइए आउ शैतान तो ताकू किछि विषय आबद्ध कर रखी अच्छी मोर प्रिय माने ताहाकू तो किछि विषय से अटकई रखी अच्छी से भावुची हाँ मुझी देखा भल देखा जाऊँगी जड़े विश्वासी भाया जड़े एक उत्तम आउ जड़े प्रभुंर आउ मनोनीत व्यक्ति भाया देखा जाऊँगी किंतु ताहा पाखरे वाक्यदात शिक्षार से शरीर ताहा ग्रहण करिछि कि नहीं ताहा प्रथमे जानिबा दरकार अछि हालेलुया प्रेज लॉर्ड सेति पई आउ भाई बहन आम विषय कहती जे शैतान सदा बेले से कौन करिथाए एक विश्वासी को से फांदरे पकाइबा चेष्टा करिथाए हालेलुया यह गोटे फांद अटे यह गोटे ए प्रकार फांद जो फांदरे कि जड़े पड़ जाऊँगी सत
কিন্তু ମୁଁ এই স্থান ଅଛି ବୋଲି ସେ ଜାଣିପାରୁନି। ସେ ଭାବୁଛି ନା ମୁଁ ଠିକ୍ ଅଛି, ସେ ଭାବୁଛି ନା ମୋର ବିଶ୍ୱାସ ଠିକ୍ ଅଛି, ମୁଁ ତ ଯୀଶୁଙ୍କୁ ପ୍ରଭୁ ବୋଲି ବିଶ୍ୱାସ କରିଛି। କିନ୍ତୁ ମୋର ପ୍ରିୟମାନେ ସେତିକି ବିଶ୍ୱାସରେ କ'ଣ ହେଇପାରିବ କି? ହାଲେଲୁୟା। ଆମକୁ ବିଶ୍ୱାସ ଦ୍ୱାରା ଆଗକୁ ବୃଦ୍ଧି ହେବାକୁ ଦରକାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଗକୁ ବୃଦ୍ଧି ହେବାର ଅଛି ନା ନାହିଁ? ବିଶ୍ୱାସ ତ ସବୁ ଲୋକ ବିଶ୍ୱାସ କରୁଛନ୍ତି ଯୀଶୁ ପ୍ରଭୁ ବୋଲି, କିନ୍ତୁ ସେମାନଙ୍କ ପାଖରେ ସେହି ଫଳ ଉତ୍ପନ୍ନ ହେବାର ନାହିଁ। ଏବେ କାହା ପାଖରେ ତାହା ଉତ୍ପନ୍ନ ହେବାର ଅଛି? ଏହି ଶେଷ ସମୟର ମଣ୍ଡଳୀ, ଯିଏକି ପ୍ରଥମ ବ୍ୟକ୍ତି ସେ ନାଇଁ କରିଥିଲା ସେହି ପ୍ରଭୁଙ୍କୁ ଘୃଣାର ପ୍ରହାର କରିବା ପାଇଁ ତାକୁ ତୁଚ୍ଛ କରାଯାଇଥିଲା। ଯେତେବେଳେ ସେ ଜାଣୁଛି ସେହି ଜୀବିତ ପ୍ରଭୁ ସେ ଅଟନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କେଉଁମାନେ? ଯେଉଁମାନେ କି ଅନୁତାପ କଲେ। ଆସନ୍ତୁ ପ୍ରଥମ ପ୍ରେରିତ ପୁସ୍ତକ 2 ପର୍ବ ତାର 36 ପଦ। ପ୍ରେରିତ ପୁସ୍ତକ 2 ପର୍ବର 36 ପଦ। ନିଶ୍ଚୟ ଜାଣନ୍ତୁ ଯେ ଯେ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ହଁ, ତାହାଙ୍କୁ ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରାଯାଇଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଏବଂ ଖ୍ରୀଷ୍ଟ ଖାଲି ଏତିକି ଶୁଣିଲେ ହେବ ନାହିଁ। ପ୍ରଭୁ ଅର୍ଥ କ'ଣ? ପ୍ରଭୁ ଅର୍ଥ ଅଧିକାର। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କ'ଣ ସେ ଅଧିକାର ପାଇଛନ୍ତି? ପ୍ରଭୁ କ'ଣ ଅଧିକାର ପାଇଛନ୍ତି? ନା ସେ ଆମମାନଙ୍କର ସକଳ ପାପରୁ ଉଦ୍ଧାର କରି ସ୍ୱର୍ଗ ରାଜ୍ୟର ଆମମାନଙ୍କୁ ସ୍ଥାନ ଦେବା ପାଇଁ ଅଧିକାର ପାଇଛନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଏବଂ ଖ୍ରୀଷ୍ଟ। ଆଜି এই দুইটি শব্দ ন জানিবা দ্বারা আଜି যিশু নাম অনেক ଲୋକମାନଙ୍କ ଆଗରେ ତୁଚ୍ଛ ହେଉଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। এই প্রভু এবং খ্রিস্ট, খ্রিস্ট অর্থ অভিষিক্ত, ଏହି କାର୍ଯ୍ୟ କରିବାକୁ একমাত্র যোগ্যবন্ত। ହାଲେଲୁୟା। ଯେତେବେଳେ ପ୍ରକାଶିତ ବାକ୍ୟ 5 ପର୍ବ ଦେଖାଗଲା, କ'ଣ ଦେଖାଗଲା? ଜହନ କାନ୍ଦୁଛନ୍ତି। এই জহন কিয়ে? মণ্ডলী, অর্থাৎ আমি মানে সমস্তে কান্দি থান্তু বা আমার উদাহরণ নথান্তা। জহন কান্দুছন্তি এই পুস্তকକୁ ফিটাইবা পাই কি ଅଛି? হালেলুয়া। প্রেজ দ্য লর্ড। আসন্তু পড়িবা প্রকাশিত বাক্য 5 পর্ব। ପଢ଼ନ୍ତୁ 1 ପଦରୁ। ଓକେ। Yes. ଓକେ। ହଁ। Yes. ଓ ଅର୍ଥାତ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ କୌଣସି ଲୋକ ଆଉ ସକ୍ଷମ ନଥିଲେ। ହାଲେଲୁୟା। ଧ୍ୟାନ ଦିଅନ୍ତୁ। ପ୍ରେଜ୍ ଦ ଲର୍ଡ। ଏହା ଆମେ ସବୁଦିନ ଶୁଣିଛୁ, ଶିକ୍ଷା କରିଛୁ, ବହୁତ ଭଲ। କିନ୍ତୁ ଏହାର ପ୍ରକାଶନ ବାକ୍ୟ ଏହା ଅଟେ, ଯେତେବେଳେ ଜହନ ଏହି ଦର୍ଶନ ଦେଖୁଛନ୍ତି, ଏହି ବିଷୟକୁ ସେ ଦେଖୁଛନ୍ତି, ସେ କ'ଣ କରୁଛନ୍ତି? ଆଜ୍ଞା, ଜହନ ହେଉଛନ୍ତି ମଣ୍ଡଳୀର ନିଦର୍ଶନ। ପ୍ରେଜ୍ ଦ ଲର୍ଡ। ଖାଲି ଜହନକୁ ଆପଣମାନେ ଖାଲି ସେହି ଜହନ ଭାବନ୍ତୁ ନାହିଁ, ସେହି ଜହନର ସ୍ଥାନ ଆମକୁ ନେବାକୁ ପଡ଼ିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାରଣ ଆଜିକାର ମଣ୍ଡଳୀ, ଏହି ଶେଷ ସମୟର ଅନ୍ତିମ ସମୟର ମଣ୍ଡଳୀ ଏହି ଶିକ୍ଷାରେ ପରିପୂର୍ଣ୍ଣ ହେବା ଦରକାର ଅଛି। ହାଲେଲୁୟା। ଯାହା ଗୁପ୍ତ ଅଛି, ଯାହା ଲୁପ୍ତ ଅଛି, ଯାହା ସିଲ୍ କରି ରଖାଯାଇଥିଲା, ଯାହା ଲୋକଙ୍କ ପାଇଁ ଦରକାର ନଥିଲା ବେଳେ ଦେଖାଯାଉଥିଲା, ସେହି ସବୁ ବିଷୟ ଏହି ଶେଷ ସମୟର ମଣ୍ଡଳୀ ତାହା ତନକ କରି ସବୁ ବିଷୟ ଜାଣିବା ଦରକାର ଅଛି। ହାଲେଲୁୟା। 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 ମୁଁ ସେଇ ପ୍ରଭୁ ଏବଂ ଖ୍ରୀଷ୍ଟର ଅଧିକାର ବିଷୟ ମୁଁ କହୁଅଛି। ପ୍ରେଜ୍ ଦ ଲର୍ଡ। ଏଇଟା କ'ଣ ହେଲା? ଯେତେବେଳେ ସେ କ'ଣ କରୁଛନ୍ତି? ମା ପଢ଼ 3 ପଦ। ସ୍ୱର୍ଗ ମର୍ତ୍ତ କି ପାତାଳରେ ୟେସ୍ ହେଲେ ନାହିଁ। ଓକେ। ହାଲେଲୁୟା। କ'ଣ ଏହି ପୁସ୍ତକ ଫିଟାଇବା ଜରୁରୀ ଥିଲା କି? ହାଲେଲୁୟା।
এই পুস্তক ফিটাইবা জরুরি ଥିଲା কি? নিশ্চয় জরুরি ଥିଲା। হালেলুয়া। এই পুস্তকরে এই প্রকাশন যাক গুপ্ত ଥିଲା। হালেলুয়া। এই সপ্ত মুদ্রা পুস্তকরে আমার জীবনর আমার উদ্ধার পথ গুপ্ত হয়ে ଥିଲା ভাই। হালেলুয়া। প্রেজ দ্য লর্ড, প্রেজ দ্য লর্ড। যেতবে অন্তিম সময়ের ভবিষ্যৎ বক্তা দর্শন দ্বারা সেই শিক্ষা পাইলে সেতবে সে আমেরিকার সেই বড় মন্ডলের ফুল পিট বাড়ি কহিলে, আরে আমি তো ভুলরে অছু, পিতা পুত্র নামরে বাপ্তিস্ম নেই নিজকে আমি উদ্ধার পাইছু বলে ভাবুছু। নাই মোর প্রিয় মানে সে প্রকার হয়ে পারিব নাই। হালেলুয়া। আমকু কাহিরে বাপ্তিস্ম নেবাকা পড়িব, প্রভু যীশু খ্রিস্ট নামরে বাপ্তিস্ম নেবাক পড়িব। হালেলুয়া। এই গুপ্ত এই লেখা প্রকাশন এই লেখার সেই বাক্য সেই খোলা পুস্তকরে লুপ্ত হয়ে ଥିଲା। হালেলুয়া। অত মুদ্রাঙ্কিত পুস্তকরে লুপ্ত হয়ে ଥିଲା। প্রেজ দ্য লর্ড, প্রেজ দ্য লর্ড। তাକୁ ଖୋଲିବାକୁ ତ ନିତାନ୍ତ ଦରକାର ଅଛି ମୋର ପ୍ରିୟମାନେ। ପ୍ରଭୁ ଆମମାନଙ୍କ ପାଇଁ ଆଜି ଏଇ ଶିକ୍ଷାରେ ଆଜି ଆମମାନଙ୍କୁ କାହିଁକି ସେ କଡ଼ାଉ ନେଉଛନ୍ତି? କାହିଁକି ସେ ଆମମାନଙ୍କୁ ଏତେ ଷ୍ଟ୍ରିକ୍ଟଲି ଆମକୁ ସେ କହୁଛନ୍ତି ଏ ପ୍ରକାର ପରିଧାନ କର, ଏ ପ୍ରକାର ତୁମେ ଲଗାଅ, ଏ ପ୍ରକାର ତୁମେ ନିଜକୁ ପ୍ରସ୍ତୁତ କର? କାହିଁକି? କାରଣ ବାକ୍ୟର ଗୋଟେ ବି ଶବ୍ଦ କେବେ ଛାଡ଼ିବା ପାଇଁ କୁହାଯାଏନି। ହାଲେଲୁୟା। ସବୁ ବାକ୍ୟ ଆମକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବାର ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ମୋ ସହିତ ଅଛନ୍ତି? ହାଲେଲୁୟା। ଜ୍ଞାନ ଦିଅନ୍ତୁ ମୋର ପ୍ରିୟମାନେ। ସେଇ ପ୍ରଭୁ ଏବଂ ଖ୍ରୀଷ୍ଟ ସେ କେହି ନୁହନ୍ତି କାହାକୁ ସେଇ ଶବ୍ଦ ଦିଆଗଲା, କାହାକୁ ସେଇ ଅଧିକାର ଦିଆଗଲା। ଏଇ ପ୍ରଥମେ ଏଇ ବିଷୟ ଜାଣିବାର ଅଛି। ହାଲେଲୁୟା। ଆପଣମାନେ ଭାବୁଛନ୍ତି ମୋର ପରୀକ୍ଷା ସରିଲା, ମୋର ଚାକିରି ହେଲା, ମୋର ପାଠ ପଢ଼ା ସରିଲା, ମୁଁ ବାପ୍ତିସ୍ମ ନାଇଁ, ସେଇଟା ମନରେ ଛାଡ଼ି ଦିଅନ୍ତୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଥମେ ଏଇ ଦୁଇଟା ବିଷୟ ଜ୍ଞାତ ହୁଅନ୍ତୁ। ପ୍ରଭୁ ଏବଂ ଖ୍ରୀଷ୍ଟ এই ଉଭୟ ପଦରେ ତାକୁ ନିଯୁକ୍ତ କରାଯାଇଛି। ସେ କିଏ ଅଟନ୍ତି? ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ତାପରେ ଚାରି ପଦ। ଓକେ, ହଁ ଓକେ। କହିଲେ ଦେଖ, ଓ ହାଲେଲୁୟା। ଏହି ଅଧିକାର ପ୍ରାପ୍ତ ଲୋକ ଅଟନ୍ତି ଆମମାନଙ୍କ ସକଳ ପାପରୁ ଉଦ୍ଧାର କରିବା ପାଇଁ। ସେହି ଦିନ ମାନଙ୍କରେ କ'ଣ ହେଉଥିଲା? ବର୍ଷ ତମାମ ଲୋକମାନେ ବଳି ଦେଇ ଦେଇ ଜୀବନ ଯାପନ କରୁଥିଲେ। ହାଲେଲୁୟା। ସେଇଠୁ କେବେ ବି ତାହାର ପାପ ମୋଚନ ହେଉନଥିଲା। ହାଲେଲୁୟା। ଏଭ୍ରି ପୁସ୍ତକ ଲେଖାଯାଏ କୌଣସି ମେଷ ବା ଛାଗର ବଳିରୁ ରକ୍ତ ଦ୍ୱାରା କେବେ ବି ପାପ ମୋଚନ ହେଇପାରେ ନାହିଁ। ତାହା କ'ଣ ହୁଏ? ବର୍ଷ ପରେ ଆଉ ଥରେ ତାହାର ପାପକୁ ସ୍ମରଣ କରାଯାଉଥିଲା। ହାଲେଲୁୟା। ଅର୍ଥାତ କ'ଣ, ଏ ବର୍ଷ ଗୋଟେ ବଳିଦେଲୁ, ଆର ବର୍ଷକା ଗୋଟେ ଦେଇଦେବୁ। ତାହାକୁ ପ୍ରଭୁ ସମ୍ପୂର୍ଣ୍ଣ ଏଇ ଖୋଲା ଏଇ ମୁଦ୍ରାଙ୍କିତ ପୁସ୍ତକରେ ଥିବା ପ୍ରକାଶନର ବାକ୍ୟ ଦ୍ୱାରା ଆଜି ଆମକୁ ଉଦ୍ଧାର କରିଛନ୍ତି। ହାଲେଲୁୟା, ହାଲେଲୁୟା। ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ ରୋଦନ କର ନାହିଁ। ହାଲେଲୁୟା। ଆମେ ରୋଦନ କରୁଥିଲୁ, ଆମେ ନିଜକୁ ଆଉ ଆମେ ମାନେ କେବେ ବି ଉଦ୍ଧାର ପାଇନଥାନ୍ତୁ ମୋର ପ୍ରିୟମାନେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ବି ଆଉ ଏ ପ୍ରକାର ଭାବରେ ଯଦି ଆମେ ଜୀବନ ଯାପନ କରିବା, ଆମମାନଙ୍କର ଉଦ୍ଧାର ନାହିଁ। ପ୍ରଭୁଙ୍କୁ ଆମେ କି ପ୍ରକାର ଭାବରେ ଆଜି ବିଶ୍ୱାସ କରୁଅଛୁ? ସେ ଯେଉଁ ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ ଲୋକ ଅଟନ୍ତି। ଲେଖା ହେଲା ସେ କ'ଣ କଲେ? ଯେତେବେଳେ ସେ ରୋଦନ କରୁଥିଲେ ଅର୍ଥାତ ମଣ୍ଡଳୀର ଉଦ୍ଧାର ନଥିଲା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତାହେଲେ ଯେଉଁ ମଣ୍ଡଳୀ ପ୍ରଭୁ ପ୍ରେରିତ ମାନଙ୍କ ଶିକ୍ଷାରେ ବା ଯେଉଁ ଫାଉଣ୍ଡେସନରେ ସେ ରଖିଲେ। ହାଲେଲୁୟା। ଆସନ୍ତୁ ପଢ଼ିବା ମାଥ୍ୟୁ ପୁସ୍ତକ 7 ପର୍ବ 24 ପଦ। ଓ ହାଲେଲୁୟା। କୋ ବାକ୍ୟ ଭାଇ? ପୁନର୍ବାର ପଡ଼େ ମା। ଏଣୁ
যে কেহি মোহর অর্থাৎ যৌমানে এই শেষ সময়ের বাক্য বা প্রেরিত মানক শিକ୍ଷା এবং সেই পাষাণ উপরে নির্মিত হইଥିବା সেই মূল ভূমিরে অছন্তি। হালেলুয়া, প্রেজ দ্য লর্ড, প্রেজ দ্য লর্ড, হালেলুয়া। হ্যাঁ, ସେ କ'ଣ ଅଟନ୍ତି? ହଁ, ୟେସ୍, ଓ ହଁ, କ'ଣ ଶୁଣେ ଏବଂ କ'ଣ କରେ? ପାଳନ କରେ। ହାଲେଲୁୟା। ସେ ପ୍ରଥମ ଲୋକ କ'ଣ କଲା? ଶୁଣିଲା କିନ୍ତୁ ପାଳନ କଲା ନାହିଁ, କିନ୍ତୁ ସେ ଅନୁତାପ କରି କଲା ସେଇଟା। ହାଲେଲୁୟା। ଓଟା ତ ତାକୁ ଡାଇରେକ୍ଟ କହିବାକୁ ଗଲେ ଇଏ ଶୁଣିଲା ପାଳନ କଲା। ହାଲେଲୁୟା। ପ୍ରଥମ ଲୋକ ଶୁଣିଲା ଆଉ ପାଳନ କଲା, ତା ପାଠରୁ ନାଇଁ ମୁଁ ଯିବି ନାହିଁ କହିଲା, କିନ୍ତୁ ହୃଦୟରେ ସେଇ ବାକ୍ୟ ପ୍ରବେଶ କରି ସାରିଥିଲା। ହାଲେଲୁୟା। ସାରିଥିଲା କି ନାହିଁ? ସେ ପାଟିରେ କହିଲା ନାଇଁ ମୁଁ ଯିବି ନାହିଁ, ଖରା ହେଉଛି, କିନ୍ତୁ ସେ ଅନୁତାପ କଲା ନାହିଁ ମୁଁ ଯିବି। ହାଲେଲୁୟା। କିନ୍ତୁ ସେ ଲୋକଟା କ'ଣ କଲା? ସେ ଆଉ ତାର ଆଉ ଗୋଟେ ପୁଅ କ'ଣ କଲା? ହଁ ମୁଁ ଯିବି ଆଜ୍ଞା ବୋଲି କହିଲା, କିନ୍ତୁ ଗଲା ନାହିଁ। ଅର୍ଥାତ୍ କିଏ? ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ବ୍ୟକ୍ତି ଏହି ପ୍ରଥମ ଲୋକ ଅଟନ୍ତି। ହାଲେଲୁୟା, ହାଲେଲୁୟା। ଆମେମାନେ ପାପୀ ଥିଲୁ, ଆମେମାନେ ବିଜାତି ଥିଲୁ। এই বিজাতি মানকর উদ্ধার নিমন্তে প্রভুঙ্ক বাক্য জামাগর উপস্থিত হেলা। হালেলুয়া। সে কেবল কোମାନଙ୍କ পাই সে উদ্ধারর পথ আসছিলে? জিহুদী লোকମାନଙ୍କ পাই। আজি জিহুদা নগରରେ ଆମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି। ପୃଥିବୀ ପାଇଁ କହିନଥିଲେ, ତା ଜିହୁଦା ନଗର ବା ଜିହୁଦୀ ଲୋକମାନଙ୍କ ପାଇଁ, ନିଜ ଲୋକମାନଙ୍କ ପାଇଁ। ହାଲେଲୁୟା। କିନ୍ତୁ ସେମାନେ କହୁଛନ୍ତି କ'ଣ? ତୁମେ କେମିତି ଏମିତି କାମ କରୁଛ? ତମେ କେଉଁ ଅଧିକାରରେ କରୁଅଛ? ତମେ କ'ଣ ପାଇଁ ଏମିତି କରୁଅଛ? ହାଲେଲୁୟା। ଆଜି ଏ ପ୍ରକାର ବାକ୍ୟକୁ ଅନେକ ଲୋକମାନେ ଆଜି ତୁଚ୍ଛ କରୁଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ଦେଖୁଛୁ ଏଇଠି କ'ଣ ହେଇଛି ଘଟଣା? ଯେତେବେଳେ ସେ ଆଉ ସେଇ ପାଷାଣ ଉପରେ ଗୃହ ନିର୍ମାଣକାରୀ ବ୍ୟକ୍ତି ସେ ଯେତେବେଳେ ବାକ୍ୟକୁ ଶୁଣିବ, ସେ ଆମେନ୍ ବୋଲି ଗ୍ରହଣ କରିବ। ହାଲେଲୁୟା। ଆଜି ନହେଲେ କାଲି ସେଇ ବାକ୍ୟ ତା ଶରୀରରେ ଉତ୍ପନ୍ନ ହେବା ବାଧ୍ୟ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତା ଶରୀରରେ ଉତ୍ପନ୍ନ ହେବା ବାଧ୍ୟ। ତା ଉପରେ କଂକ୍ରିଟ ପକାଅ, ଅନେକ ପ୍ରେସର ଦିଅ, ଅନେକ ଦୁର୍ବଳତା ଆସୁ, କିଛି ଯାଏ ସେ ନାହିଁ। ଯେତେବେଳେ ପ୍ରଭୁଙ୍କର ସେଇ ପ୍ରତାପ, ସେଇ ତେଜ, ହାଲେଲୁୟା। SUN son ନୁହଁ, SUN son। ହାଲେଲୁୟା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେଇ ଉଜ୍ଜଳ ଯେତେବେଳେ ତା ଉପରେ ବର୍ତ୍ତିବ, ସେ କ'ଣ କରିବ? ଅନେକ କଂକ୍ରିଟ ଥିଲେ ମଧ୍ୟ ତାହା ଫାଟିକି ସେ ବାହାରିବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଠି ଦୁଇ ଜଣଙ୍କ ଗୃହ ନିର୍ମାଣକାରୀ ଲୋକମାନଙ୍କ ବିଷୟରେ ସେଠି ଲେଖାଯାଇଅଛି। ଜଣେ ବାଲୁକା ଉପରେ ନିର୍ମାଣ କରୁଅଛି, ଆଉ ଜଣେ ଗୃହ ପାଷାଣ ଉପରେ ସ୍ଥାପନ କରିଥିବା ଗୃହ ଅଟେ। এই ଗୃହ କ'ଣ? এই ଗୃହ ବିଶ୍ୱାସକୁ ଦର୍ଶାଏ। ହାଲେଲୁୟା, ହାଲେଲୁୟା। ସେଥିପାଇଁ ସେ କହିଲେ କ'ଣ ନା, ଏହି ଲୋକଟା ସମ୍ପୂର୍ଣ୍ଣ ପ୍ରକାଶନ ବାକ୍ୟରେ ଗୃହ ନିର୍ମାଣ କରିଅଛି। ହାଲେଲୁୟା। অর্থাৎ উত্তম প্রেরিত মানক শিক্ষারে সে গৃহ স্থাপন করেছি। সেই 36 পদরে সে কুয়াউছি 2:36 প্রেরিত 2:36 যেতবেলে সেমানে এই কথা শুনিলে, অর্থাৎ সেমানে অনুতাপ কলে। হালেলুয়া। সেমানে আগরে হঁ করলে করে নথিলে, কিন্তু যেতবেলে সেই স্থানকু যাচ্ছেন অনুতাপ করি সেমানে মন ফেরাই সেই কার্য করিয়া পাই সে প্রস্তুত হচ্ছেন। প্রেজ দ্য লর্ড, হালেলুয়া। পড়ো তলকু, পড়ো 36 তলকু পড়ন্তু। হ্যাঁ, হ্যাঁ। ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା। ହଁ, ୟେସ୍। ହଁ, ଆମ୍ଭେମାନେ କ'ଣ କରିବା? ହଁ, এইটা প্রশ্নবাচক আসুচি মোর প্রিয় মানে ভাই মানে আমি মানে কোন করিবা? হালেলুয়া। ভাই শুনুଛନ୍ତି? প্রেজ দ্য লর্ড। যদি পুরুষ পক্ষরে লম্বা কেশ রখিবা তার সে অপমানজনক, তাহলে ভাই মানে আমি কোন করিবা? কেশ রখিবা না কাটিবা? হালেলুয়া। উত্তর দিয়ন্তু। হালেলুয়া। যদি স্ত্রী পক্ষরে তাহার লম্বা কেশ তা পাই শোভাজনক, স্ত্রী লম্বা কেশ রখিব না কটি করে কাটিব? হালেলুয়া। তাহার উত্তর রখিব। হালেলুয়া। প্রেজ দ্য লর্ড, প্রেজ দ্য লর্ড। মু আশা করুছি আমি মানে পরিবর্তন আসিଅଛୁ। প্রেজ দ্য লর্ড।
ମୁଁ ଆଶା କରୁଅଛି ଆମମାନଙ୍କ ଜୀବନ ଆଜି ପରିବର୍ତ୍ତନ ହେଉଛି ଏଇ ଗୋଟେ ଗୋଟେ ବିଷୟରେ। ଲୋକମାନେ ଦେଖନ୍ତୁ ଏତେ ବଡ଼ କହୁଛି ନିଜେ କରୁଛି କି ଭାଇ ସେ କରୁ କି ନ କରୁ ଆଜି ଏଇ ସ୍ଥାନ ସେ ନାହାନ୍ତି ପ୍ରଭୁ ତାହାଙ୍କ ମୁଖ ଧରି ବାକ୍ୟ କହୁଛନ୍ତି। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ସେଥିପାଇଁ ପ୍ରଥମ ବିଷୟ ଆମକୁ ଜାଣିବାକୁ ପଡ଼ିବ ଭାଇମାନେ ଆମେ ତାହେଲେ କ'ଣ କରିବୁ? ସେଇ ପାଷାଣରେ ଆମେ ଗୃହ ସ୍ଥାପନ କରିବୁ। ହାଲେଲୁୟା ଅର୍ଥାତ୍ ସେଇ ପ୍ରେରିତମାନଙ୍କ ଶିକ୍ଷାରେ ଆମେ ନିଜକୁ ସମର୍ପଣ କରିବୁ। ପ୍ରେଜ୍ ଦ ଲର୍ଡ ହାଲେଲୁୟା। এই পাষাণ অর্থাৎ কিছু নুহ, এটা প্রথম মণ্ডলীর ফাউন্ডেসন হচ্ছে প্রেরিত পুস্তক 2 পর্ব 36 পদর তলকু প্রথম মণ্ডলী স্থাপন হবার উদ্দেশ্য। হালেলুয়া প্রেজ দ লর্ড প্রেজ দ লর্ড। এটা আমি হাজার বর্ষ মানে কেতে শিখি থর আমি এই পদ পড়িথিবু কিন্তু এতিকি ট্রেস নেই নথিবু এই পর্ব কোন অটে, এই পর্বরে লিখিথিবা বাক্য মতে আজ কোন শিক্ষা দেউଅଛି। প্রেজ দ লর্ড হালেলুয়া। ମୁଁ ପରଦିନ ବାକ୍ୟ ଷ୍ଟଡି କଲାବେଳେ ମୁଁ ଚିନ୍ତା କରୁଥିଲି ମୁଁ ତ ଏଇଟା 1000 ଥର ପଢ଼ିଥିବି, ଅନେକ ଲୋକମାନଙ୍କୁ କହିଥିବି, କିନ୍ତୁ ଏଠାରେ ଥିବା ବାକ୍ୟ ଏହା ତ ପ୍ରଥମ ପ୍ରଭୁଙ୍କର ଫାଉଣ୍ଡେସନ ବାକ୍ୟ ଅଟେ। ହାଲେଲୁୟା। এই ପଥର କ'ଣ? এই ପଥର ସେଇ ପଥର ନୁହଁ, ମୁଗିନି ପଥର ନୁହଁ, এই ପଥର ହେଉଛି ପ୍ରକାଶନ। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ପିତାଙ୍କ ନାମ ଯୀଶୁ ବୋଲି ଜାଣିବା ଏହା ଗୋଟେ ପ୍ରକାଶନ ଅଟେ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଏହା ଗୋଟେ ପ୍ରକାଶନ ଅଟେ। ପରଦିନ ଆମେ ସିପାଇ ଯାଇଥିଲୁ, ଆଜ୍ଞା ଜଣଙ୍କ ସହିତ ସେ କଥା ହେଉଥିଲେ, ଆମର ଖାରିଆପଡ଼ର ସେ ଗ୍ରନ୍ଥ ଭାଇର ଖାନ୍ତ ଆଜ୍ଞାଙ୍କର ସେ ବଡ଼ ଭାଇ ହେବେ ପୁଣି। ତାକୁ ସେ କହିଲେ ପିତା ପୁତ୍ର ପବିତ୍ର ଆତ୍ମା କ'ଣ ନାମ କି? ନାଇଁ। ତାହେଲେ କେମିତି ନେଇଛ? ପ୍ରେଜ୍ ଦ ଲର୍ଡ। କାହିଁକି ନେଇଛନ୍ତି? ତାହାର ପ୍ରକାଶନର ଅଭାବ ପାଇଁ ସେ ନେଇଛନ୍ତି। ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା। ଆମେ ଧନ୍ୟ ମୋର ପ୍ରିୟମାନେ, ଲୋକଙ୍କ ଆଗରେ ଆମେ ଗୁଣା ଦେଖାଯାଉ, ଦୁର୍ବଳ ଦେଖାଯାଉ, କିଛି ଯାଏ ସେ ନାହିଁ। ପ୍ରଭୁ ମୋର ସହାୟ, ମୁଁ କାହିଁ ଦୁର୍ବଳ ହେବି। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ଯେତେବେଳେ ସେ କହିଲେ, କ'ଣ କହିଲେ? ତାহে ଆମେ ମାନେ କ'ଣ କରିବୁ ଭାଇ? ଏଇ ପିତର ତମେ ତ କହିଲ ଠିକ୍ ଅଛି, ଆଉ ଡୁବ ତ ଆମେ ଜହନଙ୍କର ନେଇକି ବେଶୀ ଆମେ ଗର୍ବ କରୁଥିଲୁ, ଆମେ ଡୁବ ନେଇଛୁ ବୋଲି, କିନ୍ତୁ ଏହା ଭୁଲ ବୋଲି ମୁଁ ଏବେ ଅନୁତାପ କରି କହୁଛି, ମୁଁ ଏବେ କ'ଣ କରିବି? ହାଲେଲୁୟା। ହଁ ତଳକୁ ପଢ଼ ବାବା, ହଁ ପଢ଼। ହଁ ୟେସ୍ ଓକେ। ହଁ ଆମେ ବାପ୍ତିସ୍ମ ନେଇଛୁ। ହାଲେଲୁୟା। କିନ୍ତୁ ବାପ୍ତିସ୍ମ ନେଇଥିଲେ ମଧ୍ୟ ଏଇ ବାକ୍ୟ ଆଜି ଆମ ପର୍ଯ୍ୟନ୍ତ ସଫଳ ହେଇନି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ଯଦି ଜଣେ ବାପ୍ତିସ୍ମ ନେଇଛି, ପାପ କ୍ଷମା ପାଇଛି, ଆଉ ଥରେ ସେ ସେଇ ପାପ କାର୍ଯ୍ୟକୁ ଲିପ୍ତ ହେବ ନାହିଁ, ଆଉ ସେଇ ଡିଜାଇନ୍ ଷ୍ଟାଇଲ୍, ଆଉ ସେ କସ୍ମେଟିକ୍, ଆଉ ସେ ମଦ୍ୟପାନ ସୁରାପାନ ଏଇ କାର୍ଯ୍ୟ କରିବ ନାହିଁ। ଏଇ ବାକ୍ୟ ଯଦି ଆପଣ ଆମମାନଙ୍କ ପାଖରେ ଅଛି। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ତାକୁ ଛାଡ଼ିବା ନିମନ୍ତେ ଏବେ ବି ଏଇ ବାକ୍ୟ ମୁଁ ବାରମ୍ବାର ପଢ଼ିବାକୁ ଚେଷ୍ଟା କରିବି। ପ୍ରେଜ୍ ଦ ଲର୍ଡ ହାଲେଲୁୟା। ହଁ ତାପରେ କ'ଣ ହେଲା ମା? ହଁ ହଁ ଆପଣମାନେ ସମସ୍ତେ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିସ୍ମ ନିଅନ୍ତୁ। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ହଁ ତାପରେ ହଁ ହଁ ଏହି ପ୍ରତିଜ୍ଞା। ପ୍ରେଜ୍ ଦ ଲର୍ଡ। ଉଦ୍ଧାରର ବାକ୍ୟ ଗୋଟେ ଏହି। ହାଲେଲୁୟା। ପାପ କ୍ଷମାର ବାକ୍ୟ ଏଇଟା ଏହି। 10 ଥର ଦାନ୍ତଲିଂ ଯାଅ, 10 ଥର ଆଉ କ'ଣ କରୁଛ କର, କିଛି ଯାଏ ଲାଭ ନାହିଁ। ହାଲେଲୁୟା। 7 ଥର ତମେ ଉପବାସ କରି ପ୍ରାର୍ଥନା କର, କିଛି ଲାଭ ନାହିଁ। କ'ଣ ପାଇଁ? ତମେ ଯେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ବାପ୍ତିସ୍ମ ନେଇନ, ପବିତ୍ର ଆତ୍ମାର ସିଲ୍ ଅର୍ଥାତ୍ ସେଇ ପଥର ଉପରେ ଗୃହ ନିର୍ମାଣ କରିନ, ତାହା ତ ବର୍ଷା ଆସିବ, ବତାସ ଆସିବ, ତାହା ଟଳି ପଡ଼ିବ। ହାଲେଲୁୟା ପ୍ରେଜ୍ ଦ ଲର୍ଡ ପ୍ରେଜ୍ ଦ ଲର୍ଡ। ହଁ ଏଇ ପ୍ରତିଜ୍ଞା ୟେସ୍ ଆଜି ରାଇପଲ୍ଲୀ ମଣ୍ଡଳୀର ନିମନ୍ତେ ହଁ ଯେତେ ବି ଚିହ୍ନା ପରିଚୟ ଭାଇ ବୋଉ ଜ୍ଞାତି କୁଟୁମ୍ବ ସମସ୍ତଙ୍କ ନିମନ୍ତେ, ପୁଣି ଦୂରବର୍ତ୍ତୀ ଯେତେ ଲୋକଙ୍କୁ ହଁ
ଏବେ ବି ଯିଏ ପରିବର୍ତ୍ତନ ହେଉଛି ତା ପାଇଁ ମଧ୍ୟ ଏଇ ଗୋଟେ ବାପ୍ତିସ୍ମ ହାଲେଲୁୟା ତାହା ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମ ବାପ୍ତିସ୍ମ ପ୍ରେଜ୍ ଦ ଲର୍ଡ ହାଲେଲୁୟା ଆଜି ଯୀଶୁ ନାମ ବାହାରେ ମଣ୍ଡଳୀ ଯାକ ଏଇଟା କରୁନାହାନ୍ତି କାହିଁକି ସେମାନେ ଯୀଶୁ ନାମର ବାପ୍ତିସ୍ମ ନେଲେ ଯୀଶୁ ନାମ ମଣ୍ଡଳୀ ବୋଲି ଲେଖିବେ ହାଲେଲୁୟା ସେଥିପାଇଁ ସିଏ ନାହିଁ ଡିଏ ନାହିଁ ମିଏ ନାହିଁ କ'ଣ ନାହିଁ କିଛି ନାହିଁ ସିଏ ନାହିଁ ବୋଲି କିଏ ନାହିଁ ହାଲେଲୁୟା ଦେଖୁଛୁ ତାପରେ ପଢ଼ ମା ହଁ ଓକେ ହଁ ହଁ यस तापरे ओके हाँ हाँ हालेलुया ଏହା ହେଉଛି ପାଷାଣ ଉପରେ ଗୃହ ନିର୍ମାଣକାରୀ ମଣ୍ଡଳୀ ହାଲେଲୁୟା ବୁଝୁଛୁ ହାଲେଲୁୟା ଘରଟେ ପାଷାଣ ଉପରେ ଗୃହ ନିର୍ମାଣକାରୀ ପ୍ରେଜ୍ ଦ ଲର୍ଡ ବାକ୍ୟର ଶିକ୍ଷାରେ ପ୍ରେରିତମାନଙ୍କ ଶିକ୍ଷାରେ ସମ୍ପୂର୍ଣ୍ଣ ମଣ୍ଡଳୀର ରୀତିନୀତି ପରମ୍ପରା ଆସିଲା ହାଲେଲୁୟା ଏଇଟା ତଳକୁ ଲେଖାଯାଇଛି ଦାନ କି ପ୍ରକାର ଦେବାର ଅଛି ଉପବାସ ପ୍ରାର୍ଥନା ଆଉ ପ୍ରଭୁ ଭୋଜ କେମିତି ନେବାର ଅଛି ସବୁ ଏଇଠି ଅଛି ଯଦି ଏଇଠି ଆମେ ପଢ଼ିବା କରନ୍ତି ମଣ୍ଡଳୀରେ ପ୍ରେରିତ ପାଉଲ କହିଲେ ସେ ରାତ୍ର ଭୋଜରେ ସେ ସନ୍ଧ୍ୟା ସମୟରେ ପ୍ରଭୁ ଭୋଜ ଦେଲେ ହାଲେଲୁୟା ଆଉ ପାଞ୍ଚ ପର୍ବ ଗଲେ ହନାନୀୟ ସଫିରା ନିଜର ଅଂଶର ସେମାନେ ଯେଉଁ ଦାନ ଦେଲେ ସେମାନେ ସବୁ ଦେବା କଥା ଅଧା ରଖିକି ଅଧା ଲୋଭ କରିକି ଆଣିଲେ ପ୍ରଭୁ ବି ଶାପ ଦେଲେ ହାଲେଲୁୟା ପ୍ରେଜ୍ ଦ ଲର୍ଡ ହାଲେଲୁୟା ସେଥିପାଇଁ ଆମମାନଙ୍କୁ ଏହି ବିଷୟରେ ପ୍ରଥମେ ଧ୍ୟାନ ଦେବାର ଅଛି ପ୍ରେଜ୍ ଦ ଲର୍ଡ ମୁଁ ସେଥିପାଇଁ ମୁଁ ଗୋଟେ ବିଷୟ କହିବା ପାଇଁ ଚାହେଁ ତାହେଲେ ଆମେ ଯଦି ଏହି ଶିକ୍ଷା ପାଇଅଛୁ ତାହେଲେ ଆଜି ଶୈତାନର ଫାନ୍ଦରେ ଅଛୁ କି ନାହିଁ ଆମେ କେମିତି ଜାଣିପାରିବା ଆସନ୍ତୁ ପଢ଼ିବା ପ୍ରଥମ ତିମୋଥୀ ତାର 2 ପର୍ବ 26 ପଦ पंदर जाऊँगी सॉरी हाँ सॉरी प्रथम पितर 5:8 5 पर्व 8 पद पढ़ क्षमा करेंगे हाँ शैतान यस यस हाँ ओ सचेतन हो जागृत थाओ अर्थात ए प्रकार शैतान आम मान खाली बाघ भाई आसी गर्जन करके ग्रास करवा पड़े मैंने यह भावतु ना से जड़े टाई पाई सुट बुट होता शैतान आसीपे हालेलुया गोटे नम्रशील गोटे स्त्री भाया जोड़े नारी भाई आसिक आप सहित सहभागिता करे हालेलुया से प्रकार आसी कौन कर विश्वासी को से धरी से फांदरे से बांधी रखिब आउ से सत्य शिक्षारू ताकू पृथक करि नै हालेलुया सत्य शिक्षारू से ताकू पृथक करिवो देखंतु जेतेबेले जणे ए प्रकार मध्ये अछि जणे जणे ख्रिस्टान हैला पोरे वाक्यर किछि शिक्षा पाइला पोरे जेतेबेले ता पाखरे गर्भ आसे दाम्भिकता से आउ सब ईर्षा मनोभाव आसे तो ताकू कोन हैछि ताकू शैतान गोटे पांदरे रखि अछि हालेलुया हालेलुया आउ से कौन सचेतन रही जागृत थाओ आउ बारंबार यही शिक्षा रे तमे कौन करो निजको प्रस्तुत करू थाओ प्रेज द लॉर्ड हालेलुया से ए प्रकार बुलु अछि जहा को देखिबो से काहा को समस्त को से ग्रास करिवो नाही एई अंतिम समर विश्वासी मान को से ग्रास करे पई खोजी बुलु अछि हालेलुया हालेलुया खोजी बुलु अछि मोर प्रिय माने आउ कौन कर से निज फांदरे ताकू रखिब एफिसी पुस्तक तार 6 पर्व 11 पद एफिसी पुस्तक 6 पर्व 11 पद हाँ हाँ
ହାଲେଲୁୟା। ଏହା କ'ଣ ଅଟେ? ଶୈତାନର ଫାନ୍ଦରୁ ଉଦ୍ଧାର ପାଇବା ପାଇଁ ଆମକୁ ବାକ୍ୟ ରୂପ ସେଇ ସବୁ ସଜାରେ ସଜ୍ଜିତ ହେବାକୁ ପଡ଼ିବ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ବାକ୍ୟ ରୂପ ସଜା, ସେଇ ଗୋଟେ ଗୋଟେ ସଜା ଯଦି ଆମେ ଦେଖିବା ଗୋଟେ ଗୋଟେ, ଆଉ ସେଇ ଯେଉଁ ବିଷୟ ସେ ପିନ୍ଧିବା ପାଇଁ ସେଟା କହୁଛନ୍ତି ତାହା ତ କିଛି ନୁହଁ, ତାହା ତ ସମ୍ପୂର୍ଣ୍ଣ ବାକ୍ୟ ହିଁ ଅଟେ। ହାଲେଲୁୟା। ଶୈତାନର ସେଇ ସବୁ ଚାତୁରୀରୁ ଅର୍ଥାତ୍ ଦେଖନ୍ତୁ ଇଏ ପ୍ରଥମ ପୁଅ ତ ନାଇଁ କହିଲା କିନ୍ତୁ ଅନୁତାପ କରି ଚାଲିଗଲା। ଦ୍ୱିତୀୟ ପୁଅ କ'ଣ ହେଇଛି? ହଁ କହିଲା, କିନ୍ତୁ ଶୈତାନ ଫାନ୍ଦରେ ଥିବା ଯୋଗୁଁ ସେ ପିତାଙ୍କର କଥା ମାନିଲା ନାହିଁ, ସେ ଫାନ୍ଦରେ ରହିଅଛି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଏତେ ବି ଶୀଘ୍ର ହଁ ଏଇଟା ଠିକ୍ ବୋଲି କୁହନ୍ତୁ ନାହିଁ। ବାଇବଲ ଷ୍ଟଡି କରନ୍ତୁ, ଅନୁତାପ କରନ୍ତୁ, ପ୍ରାର୍ଥନା କରନ୍ତୁ, ତାପରେ ଆମେନ୍ ବୋଲି ତାହା ଗ୍ରହଣ କରନ୍ତୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସେ କହୁଛନ୍ତି କ'ଣ କର, ଏଇ ସବୁ ସଜା ସେଇଠି ଲେଖା ହେଇଛି, ତଳକୁ ଲେଖା ହେଇଛି ସେ ଗୋଟେ ଗୋଟେ ବିଷୟ, ମୁଁ ସେଇଟା ପଢ଼ିବା ପାଇଁ ଚାହେଁ ନାହିଁ। ଆସନ୍ତୁ ପଢ଼ିବା ଆମେମାନେ ଲୁକ ପୁସ୍ତକ, ଦ୍ୱିତୀୟ କରନ୍ତୀୟ 2 ପର୍ବ 11 ପଦ। ଯେପରି ଶୈତାନ ହଁ ଆମମାନଙ୍କର ଅପକାର କରିବାକୁ ସୁଯୋଗ ପ୍ରାପ୍ତ ନ ହୁଏ, ନ ହୁଏ। କାରଣ ଆମେମାନେ ତାର ଓ ସମସ୍ତ କଳ୍ପନା ସମ୍ପର୍କରେ ଅଜ୍ଞ ତାହାର କଳ୍ପନା ସକାଶରେ ଆମେ ଅଜ୍ଞ ନହୁଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ କ'ଣ କଲେ? ସାମସନ୍ ପାଖକୁ ସେ ଗଲେ ନାଇଁ କି? ସାମସନ୍କୁ ସେ ଜଣେ ଦଲିଆର କବ୍ଜାରେ ରଖିବା ପାଇଁ ଚେଷ୍ଟା କଲା। ଅର୍ଥାତ୍ ଜଣେ ସ୍ତ୍ରୀର ମନର କଥାରୁ ତାକୁ ଆଉ ସମ୍ପୂର୍ଣ୍ଣ ଫାନ୍ଦରେ ପକାଇବା ପାଇଁ ତାକୁ ଚେଷ୍ଟା କରାଗଲା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ଏଠି କ'ଣ ଲେଖା ହେଇଛି ସେଇ ପଦ ପୁନର୍ବାର ପଢ଼ମା 2:11। ହଁ, ଯେପରି ଶୈତାନ ଆମମାନଙ୍କର ଅପକାର କରିବା ପାଇଁ ୟେସ୍ ସୁଯୋଗ ପ୍ରାପ୍ତ ନ ହୁଏ, ତା ପୂର୍ବରୁ ତାହାର ସେଇ ଅପକାର କରିବା ପାଇଁ ଯେଉଁ ମନ୍ତ୍ରଣା, ଯେଉଁ ଫାନ୍ଦ ଅଛି, ତାଠାରୁ ମୁଁ ଉଦ୍ଧାର ପାଇବା ପାଇଁ ମୁଁ ଚେଷ୍ଟା କରେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯେଉଁ ପ୍ରକାର ସେଇ ମନ୍ଦର କାର୍ଯ୍ୟରୁ ମୁଁ ଉଦ୍ଧାର ପାଇପାରିବି। ପ୍ରେଜ୍ ଦ ଲର୍ଡ। ସେଇ ପ୍ରଥମ ତିମୋଥୀ 6:9 ପଦ ଅଛି କି? 6 ନାହିଁ ବୋଧେ ନା ଭାଇ? 6 ପର୍ବ ଅଛି କି? ହଁ 9 ପଦ ପଢ଼। ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ହଁ ସେମାନେ ପରୀକ୍ଷା ଓ ଫାନ୍ଦରେ ପୁଣି ଅନେକ ପ୍ରକାର ଅସଙ୍ଗତ ଓ କ୍ଷତିଜନକ ଅଭ୍ୟାସରେ ପଡ଼ନ୍ତି। ଓ ଏଇଟା କ'ଣ? ପୁନର୍ବାର ପଢ଼। ହଁ ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ହଁ ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି। ଓକେ। ହଁ ସେମାନେ ପରୀକ୍ଷା ଓ ଫାନ୍ଦରେ ହଁ ପୁଣି ଅନେକ ପ୍ରକାର ଅସଙ୍ଗତ ଓ କ୍ଷତିଜନକ ଅଭ୍ୟାସରେ ପଡ଼ନ୍ତି। ୟେସ୍। ହାଲେଲୁୟା। ବିଲିୟମ ବିଷୟରେ ଆମେ ଶୁଣିଅଛୁ, ଯେତେବେଳେ ବିଲିୟମ ଇସ୍ରାଏଲ ଲୋକମାନଙ୍କୁ ସେ କ'ଣ କରିବା ପାଇଁ ଚାହାନ୍ତି? ଟଙ୍କା ଲୋଭରେ ପ୍ରଭୁଙ୍କର ଆଦେଶକୁ ସେ ତୁଚ୍ଛ କଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହାଲେଲୁୟା। ବିଲିୟମ ବିଷୟ ଆପଣମାନେ ଜାଣିଥିବେ ଭଲରେ। ଆଉ ସେ କ'ଣ କଲେ? ଟଙ୍କା ଲାଳସାରେ ସେ କ'ଣ କଲେ? ଇସ୍ରାଏଲ ଲୋକମାନଙ୍କ ଉପରେ ସେ ଅଭିଶାପ ଦେବା ନିମନ୍ତେ ସେ ଭାବବାଣୀ କଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। এই টঙ্কা କ'ଣ କରିଥାଏ? ଜଣେ ଧନୀ ହେବା ପାଇଁ ଇଚ୍ଛା କଲେ ସେ କ'ଣ କରିଥାଏ? ଶୈତାନର ଫାନ୍ଦରେ ସେ ପଡ଼ନ୍ତି। ତାହା ନୁହଁ ଧନୀ ହୁଅ, ଆଉ ତମେ ଗାଡ଼ି ଘୋଡ଼ା ଆଉ କିଣ, ଏଇଟା ମନା କରାଯାଉନି। ଆଜି କେଉଁ ଧନୀ ହେବା ପାଇଁ ଚାହୁଁଛନ୍ତି? ଆପଣମାନେ ଯଦି ବ୍ଲାକ୍ ବିଜନେସ୍ କରି ଧନୀ ହେଉଛନ୍ତି, ଦିନେ ଦିନେ ଆପଣଙ୍କୁ କ'ଣ କରିବ? ପୁଲିସ ଧରିବ। ହାଲେଲୁୟା। ଗଞ୍ଜେଇ ବେପାର କରୁଛନ୍ତି, ଧରିବ କି ନାହିଁ ପୁଲିସ? ଗରୁ ବେପାର କରୁଛନ୍ତି, ଧରିବ କି ନାହିଁ ପୁଲିସ? ନିଶ୍ଚୟ ଧରିବ। ହାଲେଲୁୟା। କାରଣ ତାହାକୁ ଏହି ଧନରେ ଧନୀ ହେବା ନିମନ୍ତେ କେବେ ବି ପ୍ରସ୍ତୁତ ହୁଅନ୍ତୁ ନାହିଁ। ହାଲେଲୁୟା। ହାଲେଲୁୟା। ଆଉ ଯେତେବେଳେ ସେ ଧନୀ ହୁଅନ୍ତି, ତା ପାଖରେ ଗର୍ବ ଆସେ, ଈର୍ଷା ଆସେ, ଘୃଣା ଆସେ, ଆଉ କ'ଣ ଆସେ? ଆଉ ସେ ନିଜକୁ ମୁଁ ବଳବାନ ବୋଲି ସେ ଚିନ୍ତା କରେ। ସାମସନ୍ କ'ଣ କଲା? ସେ ନିଜକୁ ଜ୍ଞାନ
ସରି ସଲମନ କ'ଣ କଲା ସେ ସମସ୍ତ ଜ୍ଞାନରେ ପରିପକ୍ୱ ହେଲା ଆଉ ଯେତେବେଳେ ସେ ପରିପକ୍ୱ ହେଲା ଆଉ ସେ କ'ଣ କଲା ଗର୍ଭ କରିବା ପାଇଁ ଆରମ୍ଭ କଲା ହାଲେଲୁୟା ସଲମନ ଉଦ୍ଧାର ପାଇଛି ବୋଲି ବାଇବଲ ପ୍ରମାଣ ପାଉଛି କି ପାଉଛି ସାମସନ ହାଲେଲୁୟା ଏମାନେ ଖାଲି ଆମମାନଙ୍କ ପାଇଁ ଶିକ୍ଷଣୀୟ ବିଷୟ ଅଟନ୍ତି କିନ୍ତୁ ଶେଷ ଦଶା ସେମାନଙ୍କର ଭୟଙ୍କର ଆଉ ଯେ ପ୍ରକାର ସଲମନ ଜ୍ଞାନରେ ବୁଦ୍ଧିରେ ପରିପକ୍ୱ ଥିଲା କିନ୍ତୁ ସେ କ'ଣ କଲେ ଯେତେବେଳେ ଗର୍ଭ କରୁଅଛି ଏବଂ ଅନେକ ସ୍ତ୍ରୀମାନଙ୍କ ସହିତ ସେ ନିଜକୁ କ'ଣ କରୁଅଛି ବ୍ୟବହାର କରୁଅଛି ହାଲେଲୁୟା ହାଲେଲୁୟା ଧ୍ୟାନ ଦିଅନ୍ତୁ ଏଇ ସ୍ତ୍ରୀମାନେ ହେଉଛନ୍ତି ମଣ୍ଡଳୀ ସ୍ତ୍ରୀମାନେ ବୋଲେ ମଣ୍ଡଳୀ ଯାକ ହାଲେଲୁୟା ପ୍ରେଜ୍ ଦ ଲର୍ଡ এই যে দেখুছু এই কুমারী গর্ভধারণ করিଅছি প্রেজ দ লর্ড ইয়ার সন্তান হব হালেলুয়া হালেলুয়া এই মহাবেশ্যা যে বেশ্যাকে আমি দেখুছু এই যে মহাবেশ্যা প্রকাশিত বাক্য 17 পর্ব কাশন্তু 17 পর্ব তার 18 পদ টিকে পড়ন্তু 17 পর্ব 18 পদ প্রকাশিত বাক্য ଆଉ ଯେଉଁ ସ୍ତ୍ରୀ ଲୋକକୁ ଦେଖିଲ Yes. ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା हाँ ମହାନଗରୀକୁ हाँ पढ़ो पढ़ो हाँ सॉरी क्षमा करिए हाँ कौन हाँ पुनः हाँ ଆଉ ଯେଉଁ ସ୍ତ୍ରୀ ଲୋକକୁ ଦେଖିଲ हम्म ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ ଏହା ମହାନଗରୀ ବା ବାବିଲୋନକୁ ବୁଝାଏ এই স্ত্ରୀ ସେ କ'ଣ କରିଅଛି ଯେଉଁ ସେ ପାତ୍ର ଧରିଅଛି এই ପାତ୍ରରେ ନିଜ ସନ୍ତାନମାନଙ୍କୁ ଜନ୍ମ କରିଥିବା ସନ୍ତାନମାନଙ୍କୁ ସେ ପିଆଇବା ପାଇଁ ଚେଷ୍ଟା କରୁଅଛି ହାଲେଲୁୟା ସଲମନ ସାମସନ ଆଉ ଏଇ ବିଲିୟମ ଏମାନେ ଯେତେବେଳେ ପ୍ରଭୁଙ୍କ ବାକ୍ୟରୁ ପୃଥକ ହେଉଛନ୍ତି ନିଜ ମତ ସିଦ୍ଧାନ୍ତ ଦ୍ୱାରା ଟଙ୍କାରେ ଆଉଜି ପଡ଼ୁଛନ୍ତି ନିଜ ଜ୍ଞାନରେ ଆଉଜି ପଡ଼ୁଛନ୍ତି ଗର୍ବ କରୁଛନ୍ତି ସେତେବେଳେ ପ୍ରଭୁ ସେମାନଙ୍କୁ ଛାଡ଼ୁଛନ୍ତି ହାଲେଲୁୟା ପ୍ରେଜ୍ ଦ ଲର୍ଡ ସାମସନର ଦଶା ଏ ପ୍ରକାର ହେଲା ସେ ଲାଷ୍ଟରେ କ'ଣ ହେଲା ସେ ଅନୁତାପ କରି କରି ଅନେକ ପାପ କାର୍ଯ୍ୟ କଲା ନିଜ ସ୍ତ୍ରୀର କଥା ମାନି ସେ ମୂର୍ତ୍ତି ପୂଜା କରି ମରିଗଲା ସଲମନ ହାଲେଲୁୟା ସାମସନ କହୁଛି ସଲମନ କାହାର କଥା ଶୁଣିଲା ସ୍ତ୍ରୀର କଥା ଶୁଣିଲା ହାଲେଲୁୟା ହେଲେ ଅନେକ ସ୍ତ୍ରୀ ଅଛନ୍ତି ଆସନ୍ତୁ ପଢ଼ିବା ଆମେ ହିତୋପଦେଶ एकतीस पद तार 31 पर्वर 29 पद हाँ पढ़तु ଅନେକ କନ୍ୟା ଫଳ ଦେଖାଉଛନ୍ତି हाँ ମାତ୍ର ତୁମେ ସେ ସମସ୍ତଙ୍କ ଅପେକ୍ଷା ଶ୍ରେଷ୍ଠ हालेलुया ये अनेक कन्या आपण अपना गुण देखाइछन्ती अनेक मंडली आपण अपना मत सिद्धांत रे चलीछि किंतु जे श्रेष्ठ से एई शेष समर मेसेज प्रेरित मान को शिक्षा एवं प्रभु को आगमन रो आधारित वाक्य को से ग्रहण करे हालेलुया प्रेज द लॉर्ड प्रेज द लॉर्ड आ पढुछु तो सेटा तो सुनुछु ना एई ध्वंद नुह हालेलुया एई अनेक कन्या बोले कौन एई कन्या केही नुहंती एई कन्या होची एई मंडली एई पृथ्वी सारा थिबा अनेक नामधारी मंडली नामधारी शिक्षा नामधारी आउ निजर जो मत सिद्धांत ए माने होचंती अनेक कन्या हालेलुया हालेलुया अनेक कन्या गुण देखाइछन्ती मात्र तुम्भे से मान को ठारू श्रेष्ठ हालेलुया प्रेज द लॉर्ड प्रेज द लॉर्ड ए श्रेष्ठ कन्या किए प्रकाशित वाक्य 19 पर्वर 7 पद पढ़न्तु श्रेष्ठ कन्या हाँ
ୟେସ୍ ଏବଂ ତାହାକୁ ଗୌରବ ପ୍ରଦାନ କର। ହଁ କାରଣ ମେଥୁସାଲମଙ୍କ ବିବାହର ସମୟ ଉପସ୍ଥିତ। ୟେସ୍ ଆଉ ତାହାଙ୍କ କନ୍ୟା ଆପଣଙ୍କୁ ଲଜ୍ଜିତ କରିବେ। କାହାର କନ୍ୟା? କାହାର କନ୍ୟା? ମେଷ ଶାବକ ଅର୍ଥାତ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ମେଷ ଶାବକ ବୋଲେ ଅଲଗା ଅଲଗା ନୁହଁ। ପ୍ରକାଶ ବାକ୍ୟ 5 ପର୍ବର ଯୋଉ ମେଷ କ'ଣ କଲା? ସେଇ ମୁଦ୍ରାଙ୍କିତ ପୁସ୍ତକକୁ ଖୋଲିଲା ଭାଇ। ହାଲେଲୁୟା। ଏଇ ଗୁପ୍ତ ଭେଦ ରହସ୍ୟ ବାକ୍ୟ ତା ଠାରୁ ବାହାରେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଅନେକ କନ୍ୟା ଆପଣ ରୂପ ଦେଖାଇଛନ୍ତି, ବାସ୍ ଗୁଣ ଦେଖାଇଛନ୍ତି, କିଛି ଯାଏ ସେ ନାହିଁ। କିନ୍ତୁ ଯେ ସମ୍ପୂର୍ଣ୍ଣ ବରଙ୍କ ପାଇଁ ପ୍ରସ୍ତୁତ ହେଇଥିବା ମଣ୍ଡଳୀ ସେ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଟନ୍ତି। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। କି ପ୍ରକାର ଭାବରେ ଏଲିଆଜାର ଯେତେବେଳେ ସେଇ କୂଅ ପାଖକୁ ଗଲେ, ସେ ଯାଇ ଦେଖୁଛନ୍ତି କ'ଣ ହେଇଛି। ସେଠାରେ ଗୋଟେ ସ୍ତ୍ରୀ ଲୋକ ଅଛି। ସେ ସ୍ତ୍ରୀ ଲୋକକୁ ଜଗୁଛନ୍ତି। ଜଣେ କନ୍ୟା ଆସିବ, ସେ ଆସିଲେ କ'ଣ କରିବ? ଏଇଠୁ ଜଳ ବାହାର କରିବ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ସେଇ ଜଳ ବାହାର କରିବ। ଆଉ ଯେତେବେଳେ ସେ ଜଳ କାଢ଼ିବ, ସେଇ ପାଣି କାଢ଼ିବ, ସେତେବେଳେ ମୁଁ ତାହାକୁ କହିବି। କ'ଣ କହିବି? ମୋତେ ପିଇବାକୁ ଦିଅ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଏଇ ଗୁଣ ଥିବା ଦରକାର ଅଛି। এই জল কিছু নুহ, তাহা তো বাক্য ଥିଲା। হালেলুয়া। প্রেজ দ্য লর্ড। হেলে এই স্ত্রী, এই কন্যা যে ঘরে জন্মগ্রহণ করিছিলা, সেই ঘরে মধ্য সেই প্রকাশন ଅଛି। হালেলুয়া। প্রেজ দ্য লর্ড। ভাই ব্রাহ্মণ কুহନ୍ତି ସେଥିପାଇଁ ଯୋଉମାନେ ବିବାହ କରନ୍ତି ନିଜ ବିଶ୍ୱାସୀ ମାନଙ୍କ ସହିତ ଯୋଡ଼ି ରଖ। ହାଲେଲୁୟା। କହିଲେ ଠିକ୍ ତମେ କ'ଣ ପାଇବ? ସେଇ ପ୍ରତିରୂପ ବାକ୍ୟ ପାଇବ, ପ୍ରତିରୂପ ବିଶ୍ୱାସ ପାଇବ ଏବଂ ପ୍ରତିରୂପ ଶିକ୍ଷା ପାଇବ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଦି ପୁସ୍ତକ ଲେଖାଯାଇଛି ଯେତେବେଳେ ରିବିକା ପାଣି ଆଣିବା ପାଇଁ ଆସୁଛନ୍ତି, ଆଉ ଏଲିଆଜାର କହୁଛନ୍ତି, କ'ଣ କହୁଛନ୍ତି? ହେ ବହର କନ୍ୟା, ମୋତେ ପାଣି ପିଇବାକୁ ଦିଅ। ହାଲେଲୁୟା। ସେ ପଚାରିଲେ ତମେ କିଏ କ'ଣ? ଲୋକମାନେ ଆଜି ପାଇଯାଉଛନ୍ତି, ଜନଗଣନା କରୁଥିବା ଲୋକକୁ ମାରପିଟ କରୁଛନ୍ତି। ତମେ କି ଲୋକ କ'ଣ ହେଇଥିବ ବୋଲି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଧ୍ୟାନ ଦିଅନ୍ତୁ, ଏଇ ଶେଷ ସମୟର ବାକ୍ୟରେ ନିଜକୁ ଆଉଜି ପକାନ୍ତୁ ନାହିଁ। ହାଲେଲୁୟା। ଏଇ ବାକ୍ୟ ଆପଣମାନଙ୍କୁ ସ୍ୱର୍ଗ ରାଜ୍ୟର ଅଧିକାର କରାଇ ପାରିବ। ପ୍ରେଜ୍ ଦ ଲର୍ଡ। ଗ୍ୟାରେଣ୍ଟି ଭାବରେ ସ୍ୱର୍ଗ ରାଜ୍ୟ ଅଧିକାର କରାଇ ପାରିବ। ଆଉ ସେ କ'ଣ କଲେ? ସେଇ ସ୍ତ୍ରୀକୁ କହୁଛନ୍ତି, ଅନେକ କନ୍ୟା ଆପଣା ଗୁଣ ଦେଖାଇଛନ୍ତି। ଏଇ ପଦ ଆସିବାରୁ ମୁଁ ଏ ବିଷୟ କହୁଛି। ହାଲେଲୁୟା। ମୁଁ ବାଇବଲର ଅଧ ପଦକୁ ମୁଁ କେବେ ଛାଡ଼େ ନାହିଁ। ହାଲେଲୁୟା। ଏଇ ଗୁଣ ଥିବା ଦରକାର ଅଛି। କାହିଁକି? ମୁଁ ସେଇ ବରଙ୍କ ସହିତ ସାକ୍ଷାତ ହେବା ପାଇଁ ଆଉ ଟିକେ ମଧ୍ୟ ସମୟ ଅଛି। ହାଲେଲୁୟା। ଏକ ନିମିଷକେ ସେଇ ବିଷୟ ସଫଳ ହେଇପାରେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମୁଁ ଯଦି ଏଇ ବାକ୍ୟକୁ ସାଉଁଟି ନଥିବି, ତାହେଲେ ମୁଁ ସେଇଠାରେ ତାକୁ କି ପ୍ରକାର ଗୁଣ ଦେଖାଇବି? ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଯଦି କରିପାରୁନି ତ ଆଜି ମଧ୍ୟ ମୁଁ ଫାନ୍ଦରେ ପଡ଼ିଅଛି। ହାଲେଲୁୟା। ଖାଲି ମନକୁ ଶାନ୍ତ କଲା ଭଳିଆ ନିଜ ସାମ୍ନାରେ ଥିବା ବାପାକୁ, ନିଜ ସାମ୍ନାରେ ଥିବା ପାଳକକୁ ଖାଲି ହଁ ବୋଲି କହିଦେଲେ ହେବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁଙ୍କୁ ହଁ ବୋଲି କହିବାର ଦରକାର ନାହିଁ। ଆଗ ପ୍ରଥମେ ଅନୁତାପ କର, ଏଇ ବାକ୍ୟରେ ମୁଁ ଠିକ୍ ଅଛି କି ନାହିଁ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଉ ସେତେବେଳେ ସେ କ'ଣ ହେଲା? ତାକୁ ସେ କହୁଛନ୍ତି, କ'ଣ କର? ମୋତେ ପାଣି ପିଇବାକୁ ଦିଅ। ସେ ପାଣି ପିଇବାକୁ ଦେଉଛନ୍ତି। ଆଉ ପିଇବାକୁ ଦେଲା ପରେ ସେ କହୁଛନ୍ତି, ମୁଁ ଆପଣଙ୍କର ଓଟମାନଙ୍କୁ ମଧ୍ୟ ପିଇବାକୁ ଦେବି କି? ପ୍ରେଜ୍ ଦ ଲର୍ଡ। ଏହା ହେଉଛି ଅତିରିକ୍ତ ଗୁଣ। ପ୍ରେଜ୍ ଦ ଲର୍ଡ। ଏହା ହେଉଛି ଅତିରିକ୍ତ ତୈଳ। ଏହା ହେଉଛି ସେଇ ପ୍ରଚୁର ବାକ୍ୟର ବା ଫଳର ଅର୍ଥ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେ କେମିତି ଜାଣିପାରିଲା ଓଟମାନେ ମଧ୍ୟ ପାଣି ପିଇବେ ବୋଲି? ଇଏ ତ ଏତେ ଦୂର ଆସି କିଏ କି ଟିକେ ପାଣି ଦେବି ମୁଁ ଯିବି ବୋଲି ସେ ଭାବିଥାନ୍ତା। ଭାଇ, ଯେଉଁମାନେ ଏଇ ଶେଷ ସମୟର ମେସେଜରେ ଅଛନ୍ତି, ପ୍ରଭୁ ତାକୁ ଦୂରଦୃଷ୍ଟିର ସେଇ ଶିକ୍ଷା ଦ୍ୱାରା କଥା କହନ୍ତି। ହାଲେଲୁୟା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଉ ସେତେବେଳେ ସେମାନେ କ'ଣ ହେବେ? ପ୍ରସ୍ତୁତ ହେଲେ। ଆଉ ଏଲିଆଜାର ଯାଇକି ତା ସହିତ କଥା ହେଉଛନ୍ତି। ଆଉ ତାର
ବାପାଙ୍କ ସହିତ କଥା ହେଉଛନ୍ତି ଆଉ କହୁଛନ୍ତି ମୋ ପ୍ରଭୁଙ୍କର ପାଇଁ ମୁଁ ଏଇ ଝିଅକୁ ସ୍ତ୍ରୀ କରି ନେଇଯିବି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେଠାରେ ତ ସେଇ ସ୍ତ୍ରୀର ବିବାହ ସମାପ୍ତ ହୋଇଗଲା। ହାଲେଲୁୟା। ଏବେ ଆଜି ତାହାର ନିଦର୍ଶନ ଏଇ ମଣ୍ଡଳୀର ବିବାହ ସୁନିଶ୍ଚିତ ଆଗାମୀ ଦିନରେ ହେବ। ହାଲେଲୁୟା। ସେ ସେଥିପାଇଁ କ'ଣ କହୁଅଛି, ଆପଣା ସ୍ତ୍ରୀ କ'ଣ ହେଇଛି, ପ୍ରସ୍ତୁତ ହେଇଛି। ଆଉ ସେ କ'ଣ କରିଛି, ପ୍ରଭୁଙ୍କ ଅପେକ୍ଷା କରି ରହିଅଛି। ପ୍ରଭୁଙ୍କର ଆଗମନ ସୁନିଶ୍ଚିତ, ସେଥିପାଇଁ ସେ ଆନନ୍ଦ ଏବଂ ଉଲ୍ଲାସ କରୁଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆସନ୍ତୁ ପଢ଼ିବା ତାର ପ୍ରକାଶ ବାକ୍ୟ 20 ପର୍ବର 21 ପର୍ବର 9 ଏବଂ 10 ପଦ। ସ୍ୱର୍ଗରେ ଯେଉଁ ସ୍ୱର୍ଗଦୂତ ଶୋକସପ୍ତ କ୍ଲେଶରେ ପରିପୂର୍ଣ୍ଣ ସ୍ୱର୍ଗପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ ଏଠାକୁ ଆସ, ମୁଁ ତୁମକୁ ସେହି କନ୍ୟା ଅର୍ଥାତ୍ ମେଥୁସାଲେମଙ୍କ ଭାର୍ଯ୍ୟାକୁ ଦେଖାଇବି। ହାଲେଲୁୟା। এই ক্লেশ আসিবা পূর্বরু মণ্ডলী এটি নথিব ভাই। হালেলুয়া। অর্থাৎ সেই মণ্ডলী ঊর্ধ্বরে নিহিত হয়ে সে ঠিয়া হয়েছিল আর সপ্ত ক্লেশধারী সেই দূত আসিকি কহুথিব আসে দেখাইবি। হালেলুয়া। এটি দেখন্তু ଏହି ବାକ୍ୟ ଆଜି ଆମମାନଙ୍କ ପାଇଁ ସଫଳ ହେବା। ଆଉ ତତ୍ପରେ ଯେଉଁ ସପ୍ତଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରେ ଜଣେ ଆସି ମୋତେ କହିଲେ, ଏ 7 ଜଣ ଏ ଦୂତମାନେ ଶେଷ କ୍ଲେଶର ସେଇ ପାତ୍ର ଧରିଛନ୍ତି। ହାଲେଲୁୟା। ଜଣେ ଆସି ମୋତେ କହୁଛନ୍ତି, ଅର୍ଥାତ୍ ମଣ୍ଡଳୀକୁ, ଜହନକୁ କହୁଛନ୍ତି ବୋଲେ ମଣ୍ଡଳୀକୁ କହୁଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଜହନକୁ କହୁଛନ୍ତି ବୋଲେ କାହାକୁ? ମଣ୍ଡଳୀକୁ କହୁଛନ୍ତି। ଆମେ ହେଉଛୁ ମଣ୍ଡଳୀ। ହାଲେଲୁୟା। ଆମେ ହେଉଛୁ ଜହନର ସେଇ ସ୍ଥାନକୁ ନେଇଛୁ। ଆଉ ସେ ଆମକୁ କ'ଣ କହୁଛନ୍ତି ପଢ଼ନ୍ତୁ। ଏଠାକୁ ଆସ, ହଁ, ଦେଖାଇବି। ହଁ, ୟେସ୍, ହଁ, ହଁ, ହାଲେଲୁୟା। এই পবিত্র নগরী জেরুসালেম, আজি যে জেরুসালেম আছে, এই জেরুসালেম বিনষ্ট হব। হালেলুয়া। পবিত্র নগরী জেরুসালেম সে আমার পাই স্বর্গরে গৃহীত হয়েছে। ওকে, হালেলুয়া। 20 পর্ব পড়া, 20 পর্ব নাই, 21র 1-2 পদ পড় বাবা। সেই 21র 1-2। हालेलुया। यानी कि जो 19 पर्वर कन्या ऊर्ध्व को नीत है। हालेलुया। आउ जो पृथ्वी नूतन आकाश, नूतन पृथ्वी, नूतन जेरुसालेम, यह 1000 वर्षर शांतिर राज्य स्थापन होगापी से प्रभु सहित यही जगत को आसुअछि। हालेलुया। प्रेज द लॉर्ड, प्रेज द लॉर्ड। हाँ, से एक पद पुनर्वार पढ़ो बाबा। हाँ, यस, हाँ। प्रथम आकाश मंडल, प्रथम पृथ्वी लोप पाई, जो पृथ्वी अभिशाप्त थिला, जो आकाश मंडल रे अनेक अनेक पापात्मा माने आज घुरी बुलुछंती, सेही आत्मा माने आउ केही नाहंती, सब विनष्ट हो जाइछि। हालेलुया। आउ पृथ्वी संपूर्ण भाव ध्वंस प्राप्त होइछि। आमको आउ जल, वर्षा, पानी, पवन, सूर्य, आलोक ए विषय दरकार नहीं। हालेलुया। हाँ, तल को पढ़ो। हाँ, 2। हाँ, हाँ, ओके, हाँ, हाँ, हालेलुया। देखंतु एटे प्रस्तुत होइतिला ऊर्ध्व को नेबा पई, एबे सेइटु प्रस्तुत है कि एबे तळक आसुअछि। हालेलुया। 19 पर्व से प्रस्तुत है ऊपर को जीवा पाई। प्रेज द लॉर्ड। हालेलुया। एबे एठू प्रस्तुत है ऊर्ध्वरु स्वर्ग राज्यरु 1000 वर्षर शांति राज्य स्थापन हेबो पृथ्वी, आउ नूतन आकाश में नूतन पृथ्वी स्थापन हेबो। प्रेज द लॉर्ड। एठारे कोन हेबो? आम मानकर सेही 1000 वर्षर शांति राज्य स्थापन हेबो। प्रेज द लॉर्ड। हालेलुया। एहा आम पाई खाली
ଗପ ଭଳିଆ ଲାଗୁଛି ବା ଏଇଟା ଖାଲି ଇଏ ବିଷୟ ଲାଗୁଛି, କିନ୍ତୁ ଏହା ସତ୍ୟ ଅଟେ। ପ୍ରେଜ୍ ଦ ଲର୍ଡ। ଏହା ବିଶ୍ୱାସଯୋଗ୍ୟ ବାକ୍ୟ ଅଟେ। ଆଉ ସେଥିପାଇଁ ତାକୁ କୁହାଗଲା ଏଇ ସବୁ କ'ଣ କର, ଏଇ ସବୁର ପ୍ରକାଶନ ଏଇ କୋଉଠି ଅଛି? ଏଇ ମୁଦ୍ରାଙ୍କିତ ପୁସ୍ତକରେ ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। এই ମୁଦ୍ରାଙ୍କିତ ପୁସ୍ତକ ଖୋଲିବା ପାଇଁ କେହି ଯୋଗ୍ୟ, ସେ ଜଣେ, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ସେଥିପାଇଁ ପ୍ରଭୁ କହିଲେ ମୁଁ ଆଶ୍ଚର୍ଯ୍ୟ କାର୍ଯ୍ୟ କଲି, ତମେମାନେ ମୋତେ ପ୍ରଶ୍ନ କଲ। ପ୍ରେଜ୍ ଦ ଲର୍ଡ। ଯଦି ତମେ ଜହନ୍ନମକୁ ଯଦି ଜାଣିଥାନ୍ତ, ସର୍ବଜଗତ ଜହନ୍ନକୁ ଭାବବାଦୀ ବୋଲି ପ୍ରମାଣ କଲେ, ଆଜି ପର୍ଯ୍ୟନ୍ତ ଭାବବାଦୀକୁ ଭାବବାଦୀ ବୋଲି ଗ୍ରହଣ କିଏ କରୁନାହାନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମାଥିଉ ପୁସ୍ତକ ଲେଖାଯାଇଛି 10 ପର୍ବରେ ଯିଏ ଭବିଷ୍ୟବକ୍ତାଙ୍କୁ ଭବିଷ୍ୟବକ୍ତା ବୋଲି ଗ୍ରହଣ କରେ ସେ ଭବିଷ୍ୟବକ୍ତାର ପୁରସ୍କାର ପାଇବ, ଭାବବାଦୀକୁ ଭାବବାଦୀ ଗ୍ରହଣ କରେ ସେ ଭାବବାଦୀର ପୁରସ୍କାର ପାଇବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଭାବବାଦୀର ପୁରସ୍କାର ବୋଲେ କ'ଣ? ପ୍ରେଜ୍ ଦ ଲର୍ଡ। ଏଲିଓ ଜଣେ କ'ଣ ଥିଲେ? ଭାବବାଦୀ ଥିଲେ। ହାଲେଲୁୟା। ଏଲିଓର ପୁରସ୍କାର କ'ଣ ହେଲା? ରାଜ୍ୟରେ ଯିବାର। ହାଲେଲୁୟା। ପୁରସ୍କାର ପାଇବ ବୋଲି ତମେ ଭାବୁଥିବ ଆଉ ଭାବବାଦୀ ହେଇକି ସେଟା ହବ ନାଇଁ। ଭାବବାଦୀର ପୁରସ୍କାର ଯେମିତି ସେ ରାଜ୍ୟରେ ଗଲା, ଏହି ସମୟର ମେସେଜ ଆମକୁ ରାଜ୍ୟରେ ନେବା ପାଇଁ ପ୍ରସ୍ତୁତ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେଥିପାଇଁ ଆମମାନଙ୍କ ଜୀବନରେ ପରିବର୍ତ୍ତନ ଆସିବା ଦରକାର ଅଛି। ଆଉ ଦେଖୁଛୁ ଏଠାରେ ଅନେକ ଲୋକମାନେ ଏହି ପ୍ରକାର ଭାବରେ ଆଉ ସେମାନେ କ'ଣ ହେଲେ, ଆଉ ସମ୍ପୂର୍ଣ୍ଣ ଭାବରେ ଆଉ ବାକ୍ୟକୁ ତୁଚ୍ଛ କଲେ, ଆଉ ବାକ୍ୟକୁ ସେମାନେ ଆଉ ବିଦୀର୍ଣ୍ଣ କଲେ, ବାକ୍ୟକୁ ସେମାନେ ଛିନଭିନ୍ନ କଲେ। ଲୁକ ପୁସ୍ତକ 8 ପର୍ବର ତାର 12 ପଦରେ ଗୋଟେ ଲେଖାଯାଇଛି, ପଢ଼ନ୍ତୁ। ଲୁକ ପୁସ୍ତକ 8 ପର୍ବ 12 ପଦ। ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି ସେମାନେ ବାକ୍ୟ ଶୁଣନ୍ତି, ହଁ ତାହାପରେ ଶୟତାନ ଆସି ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥିନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ହରଣ କରିନିଏ। କିଏ ନିଏ? ଶୈତାନ। ହାଲେଲୁୟା। କିଏ ନେ ଭାଇ? ଶୈତାନ ନିଏ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ମୁଁ ବିଶ୍ୱାସ କରୁଛି ଆମ ହୃଦୟରେ ଏ ବାକ୍ୟ ଅଛି। ପ୍ରେଜ୍ ଦ ଲର୍ଡ। ବାକ୍ୟ ଯେପରି ହରଣ କରି ନ ନିଏ, ସେଥିପାଇଁ ଆମେ ବାକ୍ୟକୁ କ'ଣ କରିବା? ହୃଦୟରେ ସଞ୍ଚିତ କରି ରଖିବା। ପ୍ରେଜ୍ ଦ ଲର୍ଡ। ଏଇଟା ଶୈତାନର ଫାନ୍ଦ ଅଟେ। ଶୈତାନ ହୃଦୟରେ ଯଦି ଯେତେବେଳେ ପ୍ରବେଶ କରିବ, ତାହାକୁ ଆଉ ଅନେକ ଦୁଃଖ କ୍ଲେଶ କଷ୍ଟ ଆସିଥାଏ, କିନ୍ତୁ ପ୍ରଭୁ ଆମମାନଙ୍କୁ ସମ୍ପୂର୍ଣ୍ଣ ବାକ୍ୟ ଶିକ୍ଷା ଦ୍ୱାରା ଆମମାନଙ୍କୁ ସେ ପ୍ରସ୍ତୁତ କରନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ମାଥିଉ 7 ପର୍ବ 15 ଏବଂ 16 ପଦ ଟିକେ ପଢ଼ିବ। 15, 16, 17। ସେଇ 7 ଭଣ୍ଡ ଭାବବାଦୀ ମାନଙ୍କଠାରୁ ସାବଧାନ। ହଁ, ସେମାନେ ମେଣ୍ଢା ବେଶରେ ତୁମମାନଙ୍କ ପାଖକୁ ଆସନ୍ତି, ସେମାନେ ମେଣ୍ଢା ବେଶରେ ତୁମ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସକ ବାଘ। ଓ ହଁ, ସେମାନଙ୍କ ଫଳ ଦ୍ୱାରା ତୁମମାନେ ସେମାନଙ୍କୁ ଚିହ୍ନିବ। ସେମାନଙ୍କର ଫଳ ଦ୍ୱାରା ତୁମେମାନେ ସେମାନଙ୍କୁ ଚିହ୍ନିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କ'ଣ? ଫଳ ଦ୍ୱାରା ଚିହ୍ନିବ। ଏଇ ଫଳ କ'ଣ ସେମାନଙ୍କୁ କାନରେ ଡଙ୍ଗି ଡଙ୍ଗି ହେଉଥିବ କି? ସେମାନଙ୍କର କାର୍ଯ୍ୟର ଫଳ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ହଁ, କାର୍ଯ୍ୟର ଫଳ ଭାଇ। ଏଇ ଫଳ ଆମକୁ ଚିହ୍ନାଇ ଦେବ ଇଏ ଭଣ୍ଡ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ କ'ଣ କର? ସେମାନଙ୍କ ଠାରୁ ତୁମେ ଦୂରେଇ ରୁହ। 1 Corinthians 1 ପର୍ବର 27 ଏବଂ 28 ପଦ। କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛମରେ ଗର୍ବ ନ କରେ, ହଁ, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ୟେସ୍। ଜଗତର ମୂର୍ଖ ବିଷୟ ସବୁ ମନୋନୀତ କଲେ। ଓ ପ୍ରେଜ୍ ଦ ଲର୍ଡ। এই ବିଷୟ ଲୋକମାନେ ନ ଜାଣନ୍ତୁ, ପ୍ରଭୁ ଆମମାନଙ୍କ ପରି ଲୋକଙ୍କ ଆଗରେ ମୂର୍ଖ ଭଳି ଦେଖାଯାଉଥିବା ଲୋକକୁ ଆମକୁ ମନୋନୀତ କରିଛନ୍ତି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ମୂର୍ଖ ନହୁଁ। ଆମ ପାଖରେ ଯେତିକି ପ୍ରକାଶନ ଅଛି ନା, ସେଇ ପ୍ରକାଶନ କହିଲେ ଆମକୁ କିଏ ମୂର୍ଖ କହିବ ନାହିଁ। ହାଲେଲୁୟା। ୟାକୁ କୁହ ନାହିଁ, ଇଏ ବହୁ ଭୟଙ୍କର। କ'ଣ ଭୟଙ୍କର? କାହିଁରେ? ବାକ୍ୟରେ। ହାଲେଲୁୟା। ଏଇ ଜାଗତିକ ଜ୍ଞାନ ନାହିଁ ନା, କିଛି ଦରକାର ନାହିଁ ସେଇଟା ଜାଗତିକ ଜ୍ଞାନ। ବାକ୍ୟରେ ଭୟଙ୍କର ହେବା ଦରକାର ଅଛି।
ମୁଁ ପ୍ରାର୍ଥନା କରିବି ମୋ ବିରୁଦ୍ଧରେ ଯାଉଥିବା ଲୋକ ପରିବର୍ତ୍ତନ ହେଇ ଆସୁ। ହାଲେଲୁୟା। 28 ପଦ ପଢ଼ିଲୁ ବାବା। ହଁ ପୁଣି ବଳବାନ ବିଷୟ ସବୁକୁ ଲଜ୍ଜା ଦେବା ନିମନ୍ତେ ୟେସ୍ ଈଶ୍ୱର ଜଗତର ଦୁର୍ବଳ ବିଷୟ ସବୁ ମନୋନୀତ କଲେ। ହାଲେଲୁୟା। ବଳବାନ ଲୋକକୁ ଜ୍ଞାନୀବାନ ଲୋକକୁ ମୁହଁରେ କହିବା ପାଇଁ ଆମ ପରି ଦୁର୍ବଳ ଲୋକକୁ ଆଜି ଏଇ ବାକ୍ୟ ଦ୍ୱାରା ସେ ବଳବାନ କଲେ। ହାଲେଲୁୟା। ଏ ଶେଷ ସମୟର ମେସେଜ ଦ୍ୱାରା ଆମମାନଙ୍କୁ ସେ ବଳବାନ କଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ। ଆମମାନଙ୍କୁ ସମ୍ପୂର୍ଣ୍ଣ ପବିତ୍ରତା ସହିତ ବାକ୍ୟରେ ନିଜକୁ ପ୍ରସ୍ତୁତ କରିବା। ଗୀତ ସଂହିତା ପୁସ୍ତକ 31 ପର୍ବର ତାର 13 ଏବଂ 14 ପଦ। ଗୀତ ସଂହିତା ପୁସ୍ତକ 31 ପର୍ବ ତାର 13 ଏବଂ 14 ପଦ ପଢ଼ିବା। କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି। ଓ ମୁଁ ଅନେକ ନିନ୍ଦାବାଦ ଶୁଣିଅଛି। ଚତୁର୍ଦିଗରେ ଆଶଙ୍କା ହଁ ମୋ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲାବେଳେ କଲାବେଳେ ମୋ ପ୍ରାଣ ନେବା ପାଇଁ ସଂକଳ୍ପ କଲେ। ଓ ମୋ ବିରୁଦ୍ଧରେ ବାରମ୍ବାର କହିଲା ବେଳେ ମୁଁ ବିରକ୍ତ ହେଇକି ମୋ ପ୍ରାଣ ନେବା ପାଇଁ ସଂକଳ୍ପ କରେ, କିନ୍ତୁ ମୁଁ କାହିଁକି ପ୍ରାଣ ନେବି? ହାଲେଲୁୟା। ହାଲେଲୁୟା। ଦାଉଦ ତ ଭୁଲ କରିଥିଲେ ସତ। ଦାଉଦଙ୍କର ଜୀବନ ଭୁଲର କାରଣ ଥିଲା। ସେ ପ୍ରଥମ ପୁଅ ଭଳିଆ ସେ ଭୁଲର ଲୋକ ଥିଲା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆମେ ମଧ୍ୟ ସେଇ ପ୍ରକାର ଥିଲୁ, କିନ୍ତୁ ଯେତେବେଳେ ପ୍ରଭୁଙ୍କ ପରିଚୟ ପାଇକି ମୁଁ ଦିନେ ଜଣଙ୍କ ଭାଇଙ୍କ ବିଷୟରେ ମୁଁ କହିଲି, ଜଣ କହିଲା ସେ ଏମିତି ସେ ପରିବର୍ତ୍ତନ ହେଲା। ଆରେ ସେ ହଉ କି ନ ହଉ, ସେ ତ ବାପ୍ତିସ୍ମ ନେଇଛି। ହାଲେଲୁୟା। ତମେ ହଁ ସେ କେମିତି ହବ ବୋଲି କହିଲେ ହବ କି? ପ୍ରଭୁ ପରିବର୍ତ୍ତନ କରିବା ଲୋକ ତାକୁ। ହାଲେଲୁୟା। ଆପଣଙ୍କ ଆଗରେ ଦେଖାଯାଉଛି କ'ଣ? ଇଏ ମଦୁଆ ବେଦୁଆ ବୋଲି, ରାଇଟ୍? ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ନିକୋଦିମ ଯେତେବେଳେ ପ୍ରଭୁଙ୍କ ଠାରୁ ଦୂରେଇକି ଯାଉଛି, ନିକୋଦିମ କ'ଣ ହେଲେ ଜାଣିଛ? ଗୁପ୍ତ ପ୍ରଭୁଙ୍କର ଜଣେ ଶିଷ୍ୟ ଥିଲେ। ପ୍ରେଜ୍ ଦ ଲର୍ଡ। ସେ ପରିବର୍ତ୍ତନ ହେଲେ, ସେ ବାପ୍ତିସ୍ମ ନେଲେ, ସେ ନିଜକୁ ସମ୍ପୂର୍ଣ୍ଣ ପବିତ୍ର କରି ତାହାଙ୍କର ପ୍ରଭୁଙ୍କର କ୍ରୁଶୀୟ ମୃତ୍ୟୁ ସମୟରେ ସେ ବହୁତ ତାହାର ଅଂଶୀଦାର ହେଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆମକୁ ଦେଖିବା ପାଇଁ ସେ ଜଣେ ଚୋର ଡକାୟତ ଭଳିଆ ଦେଖାଯାଉଛି, କିନ୍ତୁ ଯେତେବେଳେ ଯେ ସେ ପରିବର୍ତ୍ତନ ହେଇଛି, ତାହାର ଆଉ ସେ ବାପ୍ତିସ୍ମ ନେଇ ପରିବର୍ତ୍ତନ ହେଇଛି, ତାକୁ ଆମେ କ'ଣ କହିବା? ଇଏ ପରିବର୍ତ୍ତନ ହେଇଛି ବୋଲି କହିବା। ହାଲେଲୁୟା। ହଁ ସେଇ ପ୍ରକାର ଭାବରେ ଦାଉଦଙ୍କ ବିଷୟ ଲେଖାଯାଇଛି। ଦାଉଦ ଏଠି କ'ଣ କହୁଛନ୍ତି? ପୁନର୍ବାର ପଢ଼ବା 13 ପଦ। କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି। ମୁଁ ଅନେକଙ୍କ ଠାରୁ ନିନ୍ଦାବାଦ ଶୁଣିଅଛି। ଠିକ ଅଛି। ଚତୁର୍ଦିଗରେ ଆଶଙ୍କା ହଁ ସେମାନେ ମୋ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲାବେଳେ ହଁ ମୋ ପ୍ରାଣ ନେବା ପାଇଁ ସଂକଳ୍ପ କଲେ। ସେମାନେ ମୋ ବିରୁଦ୍ଧରେ ଅନେକ କଥା କହିବା ବେଳେ ମୁଁ କ'ଣ କରେ? ମୋ ପ୍ରାଣ ନେବା ପାଇଁ ମୁଁ ଆଶଙ୍କା କରେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। କାହିଁକି? ସେହି ମନ୍ତ୍ରଣା ଶୁଣିଥାଏ ବିରକ୍ତ ହୁଅନ୍ତି। 14 ପଦ। ମାତ୍ର ହେ ସଦାପ୍ରଭୁ ତୁମଠାରେ ନିର୍ଭର ରଖିଲି। ହାଲେଲୁୟା। ଭାଇ ଆଜି ଗର୍ବ କରୁଛୁ ଆମେ କାହା ପାଇଁ? ପ୍ରଭୁଙ୍କ ପାଇଁ। ପ୍ରେଜ୍ ଦ ଲର୍ଡ। ଆମେ କାହା ପାଇଁ ଆଜି କନ୍ୟା ବୋଲି ମନୋନୀତ ହେଇଛୁ? ପ୍ରଭୁଙ୍କ ପାଇଁ। ହାଲେଲୁୟା। ଆମେ ନିଶ୍ଚୟ ସ୍ୱର୍ଗରାଜ ଯିବୁ ବୋଲି ଆମେ କାହା ପାଇଁ ପ୍ରସ୍ତୁତ ହେଇଛୁ? ପ୍ରଭୁଙ୍କ ପାଇଁ। ପ୍ରେଜ୍ ଦ ଲର୍ଡ। ଯଦି କାହା ଉପରେ ନିର୍ଭର ରଖିଛନ୍ତି ଆଜି ହିଁ ପରିବର୍ତ୍ତନ ହୁଅନ୍ତୁ। ହାଲେଲୁୟା। କାହାକୁ ବଡ଼ ମୁଣ୍ଡ ଦେଖିକି ଯଦି ନିର୍ଭର ରଖିଛନ୍ତି ଛାଡ଼ି ଦିଅନ୍ତୁ ସେଇ ବିଷୟ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। এই বাক্যর সেই ফাউন্ডেশন जो पत्थर উপরে निर्माण করিଥିବା বাক্য, जो प्रेरित पुस्तक 2 पर्वरे लिखिथिबा बाक्य मु विश्वास करी आज प्रभु को जानि अछि। हालेलुया। प्रेज द लॉर्ड। से कोन कहउछथि 14 पद रे? मात्र हे सदा प्रभु मु तुम ठारे निर्भर रखिली। हालेलुया। जदि आज रखिनु आमे रखिबा। प्रेज द लॉर्ड। हालेलुया। तापरे मु कहिली तुम्बे मोहर परमेश्वर। प्रेज द लॉर्ड। किए न होउची न हो, मोर परमेश्वर मोर उद्धारकर्ता से अटंती। प्रेज द लॉर्ड। जियो से कोन कहिले? मु एवं मोहर परिजन एकमात्र प्रभु को में सेवा करी। प्रेज द लॉर्ड। जियो से भविष्यवक्ता कहिले, लोक मान कहउछंती मु मधे से प्रकार सिद्धांत आज नेउ अछि। मु एवं मोर परिवार, मु एवं मोर मंडली समस्ते आमे से प्रभु ठारे निर्भर रखिछु। प्रेज द लॉर्ड। ए सत्य शिक्षा ए अंतिम समर मेसेज द्वारा निजको प्रस्तुत करिया आमे जाउछु। प्रेज द लॉर्ड। हालेलुया। जिसाय पुस्तक 1 पर्वर 18 पद। जिसाय 1:18 पढ़ंतु।
କ'ଣ ଲେଖା ହେଇଛି? ସଦାପ୍ରଭୁ କହନ୍ତି, ୟେସ୍, ଆସ ଆମ୍ଭେମାନେ ଉତ୍ତରର ପ୍ରତ୍ୟୁତ୍ତର କରୁ। ହଁ ତୁମ୍ଭମାନଙ୍କର ପାଦ ସବୁ ସିନ୍ଦୂର ବର୍ଣ୍ଣ ପରି ହେଲେ ହେଁ ହଁ ହିମ ପରି ଶୁକ୍ଳବର୍ଣ୍ଣ ହେବ। ହଁ ସେ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ହଁ ମେଷଲୋମ ପରି ହେବ। ହାଲେଲୁୟା। କ'ଣ କରିବା? ପ୍ରତି ଉତ୍ତର କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କାହିଁ କ'ଣରେ କାହିଁରେ ଡିବେଟ୍ କମ୍ପିଟିସନ୍? ନ ନ ନ ନ ପ୍ରଶ୍ନ ଉତ୍ତର ନ ନ ନ ପ୍ରଭୁ ଏଇଟା କହୁନାହାନ୍ତି। ଆମେ ପ୍ରଭୁଙ୍କ ବାକ୍ୟରେ ପ୍ରତି ଉତ୍ତର କରୁ। ହାଲେଲୁୟା। କାହିଁରେ ତାହେଲେ ମୋର ହୃଦୟ ବିଦୀର୍ଣ୍ଣ ହୋଇଗଲା, ମୁଁ କ'ଣ କରିବି? ପ୍ରେଜ୍ ଦ ଲର୍ଡ। ସେ ପ୍ରଶ୍ନ ପଚାରୁଛନ୍ତି, ପିତର ଉତ୍ତର ଦେଉଛନ୍ତି, ଆପଣ କ'ଣ କର? ପ୍ରଭୁ ଯୀଶୁ ନାମରେ ବାପ୍ତିସ୍ମ ନିଅ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଉ କ'ଣ କର? ପ୍ରଭୁଙ୍କ ସହିତ ନିଜକୁ ସଂଯୁକ୍ତ କର। ଆଉ କ'ଣ କର? ଆପଣା ତୁମର ପାପ ସିନ୍ଦୂର ବର୍ଣ୍ଣ ହେଲେ ହେଁ ହିମ ପରି ଶୁକ୍ଳ କରିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ କାହାକୁ ନିଚ ଦେଖିବା ନାହିଁ। ଇଏ କ'ଣ ଜାଣିବ, ଇଏ କିଛି କରିପାରିବ ନାହିଁ, ଛାଡ଼, ସେ ଖାଲି ଟଙ୍କା ଲୋଭରେ ଟଙ୍କା ଲାଳସାରେ ଏମିତି କରୁଛି। ନାହିଁ ନାହିଁ, ସେ ପ୍ରକାର ହେଇପାରିବନି। ଗୋଟେ ବିଷୟ ମୁଁ ମନେ ପକାଇବା ପାଇଁ ଚାହେଁ। ଏଲିଓ ଯେତେବେଳେ ଦୁର୍ଭିକ୍ଷ ସମୟରେ ସେଇ ପର୍ବତ ତଳେ ଥିଲେ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଚାହିଁଥିଲେ ବାଘକୁ ମଧ୍ୟ ଆଦେଶ ଦେଇଥାନ୍ତା, ଏ ବାଘ ଯା, ସେ ପିଠା ମାଂସ ନେଇକି ଯା। କାହିଁକି ନେଲେ ନାହିଁ? ସେ କାହାକୁ ଆଦେଶ ଦେଲେ? କାଉକୁ। ହାଲେଲୁୟା। କାଉ ତ ଟିକେ ବି ମାଂସ ଇଚ୍ଛା କରିବ ନାହିଁ, ନାଇଁ କି? କାଉର ରୂପ ସିନା କଳା, କିନ୍ତୁ ତା ଭଳିଆ ଭଲ ଜିନିଷ ଖାଇବା ଲୋକ କେହି ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ କ'ଣ କଲେ? କାଉକୁ ଆଦେଶ ଦେଲେ, ଏ କାଉ ତୁ ଯା, ମୋ ଦାସକୁ ତୁମେ କ'ଣ କର? ସେଇ କାକ ମାଂସ ଏବଂ ମାନେ ରୁଟିକୁ ଦେଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଜି ସେହି ପ୍ରକାର ଭାବରେ ଲୋକଙ୍କ ଆଗରେ ଆମେ ଦୁର୍ବଳ ଦେଖାଯାଉ ମୋର ପ୍ରିୟମାନେ, କିନ୍ତୁ ପରିବର୍ତ୍ତନ ନିତାନ୍ତ ଦରକାର ଅଛି। ପ୍ରେଜ୍ ଦ ଲର୍ଡ। ଦାଉଦ କହିଲେ, ମୋତେ ଲୋକମାନେ ଘୃଣା କରୁଛନ୍ତି, ବିରକ୍ତ ହେଉଛି, ବିରକ୍ତ ଲାଗୁଛି, ମୁଁ ମରିଯିବା ପାଇଁ ଇଚ୍ଛା ହେଉଛି। କିନ୍ତୁ ପ୍ରଭୁ ସେ ଶେଷରେ କହୁଛନ୍ତି, କିନ୍ତୁ ମୁଁ ମୋହର ପରମେଶ୍ୱରଙ୍କୁ ଜାଣିଅଛି। ହାଲେଲୁୟା। ସେ ମୋହର ସହବର୍ତ୍ତୀ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ପୃଥିବୀ କ'ଣ ହେଉଛି ହଉ, ସମଗ୍ର ଜଗତ କ'ଣ ହେଉଛି ହଉ, କିନ୍ତୁ ଆମର ଦେଖିବାର ଗୋଟେ ସ୍ଥାନ, ତାହା ହେଉଛି ରାପ୍ଚର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମର ବିଶ୍ୱାସର ଗୋଟେ ସ୍ଥାନ, ସେଇଟା ହେଉଛି ରାପ୍ଚର। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଗୌରବ ପାଆନ୍ତୁ, ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ନିତାନ୍ତ ଦରକାର ଅଛି। ଆମମାନଙ୍କ ଜୀବନରେ ଥିବା ଦୁର୍ବଳତାକୁ ଆମେ ପରିତ୍ୟାଗ କରିକି ଏକ ଆତ୍ମା ଦ୍ୱାରା ପବିତ୍ର ଆତ୍ମା ପ୍ରାପ୍ତ ହେଇ ଆମେ ସ୍ୱର୍ଗରାଜ ଅଧିକାର କରିପାରିବା। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଦ୍ୱିତୀୟ କରନ୍ଥୀୟ ତାର 10 ପର୍ବ 4 ଏବଂ 5, 6, 7 ପଢ଼ିବା, ତାପରେ ଆମେ ସମାପ୍ତ କରିବା। ଓକେ। ଦଶର 4, 5, 6 ଟିକେ ପଢ଼ ବାବୁ, କ'ଣ ଲେଖା ହେଇଛି? ଓ ସମସ୍ତେ ହଁ। ଏକ ପାରମାର୍ଥିକ ପେୟ ପାନ କଲେ, ତେଣୁ ସେମାନେ ସେମାନଙ୍କ ଅନୁବର୍ତ୍ତୀ ପାରମାର୍ଥିକ ଶୈଳର ପାନ କରୁଥିଲେ। 10 ମା। ତେଣୁ ଆମମାନଙ୍କ ଯୁଦ୍ଧର ହଁ। ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ୟେସ୍। ମାତ୍ର ଦୃଢ଼ ଗଡ଼ ଭୂମିସାତ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ। ହାଲେଲୁୟା। ଓକେ, ପଢ଼ ଭାଇ। ହଁ। ଆମେ ମାନେ ତର୍କ ବିତର୍କ ସବୁ ହଁ। ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ କରୁ। ଓ ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ବାକ୍ୟ ପଦେ କହିବା ପୂର୍ବରୁ, ଜଣେ ଭବିଷ୍ୟତ ବକ୍ତା ବିରୁଦ୍ଧରେ ପଦେ କହିବା ପୂର୍ବରୁ 10 ଥର ଚିନ୍ତା କରିବ। ହାଲେଲୁୟା। ଏହା ଇମ୍ପୋର୍ଟାଣ୍ଟ, ମଣ୍ଡଳୀ ପାଇଁ ଏକ ସୁଚିନ୍ତା ଅଟେ। ଦେଖନ୍ତୁ ଏଠି ଲେଖା ହେଇଛି, ତର୍କ ବିତର୍କ ବାକ୍ୟର ଅନ୍ୟ ଚିନ୍ତାଧାରାକୁ ନେଇକି ଏହାକୁ କ'ଣ କର? ପ୍ରଥମେ ଭୂମିସାତ ବୋଲେ ସମ୍ପୂର୍ଣ୍ଣ ସମାପ୍ତ କରିବ। ହାଲେଲୁୟା। ତାପରେ ଭାଇ, ହଁ, ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଆମର ଯେଉଁ କଳ୍ପନା ଅଛି, ମୁଁ ଏମିତି କରିବି ସେମିତି କରିବି, ତାହା ଆମର ବାକ୍ୟ ବାହାରେ ନ ହଉ। ହାଲେଲୁୟା। ତାହା ବାକ୍ୟ ଭିତରେ ସଫଳ ହେବା ଦରକାର ଅଛି। ହାଲେଲୁୟା। ଓକେ। ତାପରେ ଯେତେବେଳେ ତୁମେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିମନ୍ତେ ଆମେମାନେ ପ୍ରସ୍ତୁତ ଅଛୁ। ହାଲେଲୁୟା।
से आम मान को प्रस्तुत कर भाई आम मान को यही सब विषय उद्धार करने चाहते 7 पद पढ़ भाई। हाँ तुमे माने बाह्य विषय सब देखो छ हाँ जदि केही आपना को ख्रीष्टकर बोली विश्वास करे करे तबे से जेपरि ख्रीष्टकर हाँ हमें माने मध्ये जे सेही परि ख्रीष्टकर यहा से पुनी आपे विवेचना करू ओ से आपे विवेचना करू मु ख्रीष्टकर कि नहीं से आपे विवेचना करू 8 पद पढ़ भाई। हाँ हाँ कारण हम मान को अधिकार संबंध रे हाँ मु किछि अधिक दर्प करबा सुधा इच्छा पाए लज्जा पाइबी नहीं। हाँ तुम मान को भूमिसात करबा निमंते प्रभु हम मान को ए अधिकार न दे तुम मान को गठन निमंते दे अछंती। प्रेज लॉर्ड हालेलुया। आमे अभिशाप पाई मरिबा पाई प्रभु हमको देनांती आम मान को वाक्य द्वारा से ऊर्ध्व को नीत करिया पाई गोटे गोटे शब्द रे से आमन को उच्चारण करी ऊर्ध्व को नेबा पाई प्रस्तुत करन। प्रेज लॉर्ड प्रत्येक वाक्य द्वारा हालेलुया हालेलुया। आमे माने प्रभुंकर संतान संपत्ति अटू आसंतु आम मान को जीवन रे आमे परिवर्तन आनिबा। हालेलुया। जेतेबेले जने विश्वासी वाक्य रे स्थिर रुहे ओके वाक्य रे स्थिर रुहे आ वाक्य को से आमेन बोली विश्वास करे से कौन करे से संपूर्ण भाव रे निसंदेह भाव रे सेही वाक्य रे स्थिर रही आगो को बढ़ी थाए। हालेलुया। जेतेबेले वाक्य रे जने दुर्बल हेई थाए से कौन करे केतेबेले केमिति लागि पारे जेपरि आम चारिआडे फांद अछि। प्रेज लॉर्ड हालेलुया। कौन आम चारिआडे फांद अछि नाही कि ताकू एटा भी भूल देखा जाऊ सेटा भी भूल देखा जाऊ ये भी शैतान होतो ये भी शैतान होतो। हालेलुया। ताकू जानिबा निमंते प्रभु आम मान को कोन करंती आत्मा रे आम मान को व्यवहार करंती। प्रेज लॉर्ड प्रभु गौरव पांतु आम मान को आशीर्वाद करंतु आउ आम मान को जीवन पवित्रता जीवन यापन करी आम मान को पई आउ प्रभु जो एक शेषर आशा आम मान को पई रखी दैछंती। प्रेज लॉर्ड शेष आशा जोटा कि रैप्चर बा स्वर्ग राज्यर अधिकार जदि प्रभुंकर आगमन जदि विलंब हुए जदि जगत रे आमे नाहू विश्वास करी जदि मेसेज रे बंची जदि मरी जाई जाऊ आमे उठिबा। हालेलुया। जदि बंची करछु प्रभुंकर आगमन समय ए निश्चय आमर शरीर परिवर्तन हेबो। प्रेज लॉर्ड हालेलुया। आमे अनुताप सहित पितांकर आदेश को मानी पुनर्बार से कार्य करने प्रस्तुत हेबा। प्रेज लॉर्ड हालेलुया। हाँ करूची करिबी कहिकी न गले गला सेटा सरी गला कथा सेटा लेखा हिची नाही कि ताहले किए उत्तम जिए सुनी प्रथम लोक ही उत्तम। हालेलुया। ताको का कहबा बोले सुनी से पालन करबा लोक कहउचंती प्रथम लोक शुणी पालन न करबा लोक कहउचंती द्वितीय लोक आमको से विषय नहीं कि शिक्षा करबा पड़िबो। प्रेज लॉर्ड ए शेष समर मेसेज से प्रकार अटे भाई जहाँ कुहा जाउछि ताहा ग्रहण करिया पाई निजको पवित्रता कह। हालेलुया। मो माँ मान को कहबी आपण मानकर सबु विषय रे निजको परिवर्तन कर। हालेलुया। मो भाई मान को कहबी आपण मानकर समस्त विषय सबको निजको परिवर्तन करी अनुताप करी से स्थान को पहुँचास। प्रेज लॉर्ड प्रभु अल्प शिक्षा ए अल्प वाक्य द्वारा समस्त को आशीर्वाद करंतु। गॉड ब्लेस यू। आसो तम